ଦେଖ ଛୁଆ ଲାଷ୍ଟ କ୍ଲାସ୍ରେ କ'ଣ ଡିସ୍କସନ୍ କରିଥିଲି କହିଲ? ଏ ଯେଉଁ ଯୋଗ ପ୍ରକ୍ରିୟାର ଧର୍ମ ଆଉ ଗୁଣନ ପ୍ରକ୍ରିୟାର ଧର୍ମ ଏଇଟା ସ୍ୱାଭାବିକ ସଂଖ୍ୟା ପାଇଁ ମୁଁ ଡିସ୍କସନ୍ କରିଥିଲି। ସ୍ୱାଭାବିକ ସଂଖ୍ୟା ପାଇଁ ଡିସ୍କସନ୍ କରିଥିଲି, ତୁମେ ଦେଖିଥିବ ଲାଷ୍ଟ କ୍ଲାସ୍। ଏବେ ଦେଖ ଯୋଗ ପ୍ରକ୍ରିୟାର ନିୟମ ଆଉ ଗୁଣନ ପ୍ରକ୍ରିୟାର ନିୟମ ପରିମେୟ ସଂଖ୍ୟା ପାଇଁ ଡିସ୍କସନ୍ କରିବା। ପରିମେୟ ସଂଖ୍ୟା ମାନେ ତୁମକୁ ମୁଁ କହିଛି କ'ଣ ନା ଗୋଟେ କିଛି ଭଗ୍ନ ସଂଖ୍ୟାରେ ଲେଖି ହେଉଥିବ ପି ବାଇ କ'ଣ କ୍ୟୁ ଫର୍ମରେ ଲେଖି ହେଉଥିବ। ପି ବାଇ କ୍ୟୁ ଫର୍ମରେ ଲେଖି ହେଉଥିବ। ବୁଝି ହେଉଛି? ଦେଖ ପି ବାଇ କ୍ୟୁ ଫର୍ମରେ ଲେଖି ହେଉଥିବ ଯେଉଁଟାକୁ ସେଇଟାକୁ ଆମେ ପରିମେୟ ସଂଖ୍ୟା କହିବା। ଏକ୍ଜାମ୍ପଲ୍ କ'ଣ ନା 5/2 7/2 ଏଗୁଡ଼ା ଗୋଟେ ଭଗ୍ନ ସଂଖ୍ୟା ନା ନାହିଁ? ତାହେଲେ ଭଗ୍ନ ସଂଖ୍ୟା ଯେଉଁଗୁଡ଼ିକ ସେଗୁଡ଼ା ହେଉଛି ପରିମେୟ ସଂଖ୍ୟା। ତୁମକୁ ମୁଁ ଏଇ ଚାରିଟା ବୁଝେଇଥିଲି, ଏ ଯେଉଁ I 2I 3I IV ଏଇଟା ପୂର୍ବ କ୍ଲାସ୍ରେ ଲାଷ୍ଟରେ ମୁଁ ଏ ଯେଉଁ ନ୍ୟାଚୁରାଲ୍ ସ୍ୱାଭାବିକ ସଂଖ୍ୟାରେ ବୁଝେଇ ଦେଇଥିଲି ଚାରିଟା। ଏ ବିଲମିଟା ବୁଝେଇ ନଥିଲି, ଏଇଟା ବୁଝିବା। ଯଦି ସେମିତିକା କ'ଣ ଯଦି x y z କ୍ୟୁରେ ଥାନ୍ତି ପରିମେୟ ସଂଖ୍ୟା ହୋଇଥାନ୍ତି ତାହେଲେ କ'ଣ ହେବ ନା ଯୋଗ ପ୍ରକ୍ରିୟାର ନିୟମ କ'ଣ ହେବ ନା ସମୃଦ୍ଧି ନିୟମ କ'ଣ କହୁଛି ନା x ପ୍ଲସ୍ ୱାଇ ମଧ୍ୟ କ୍ୟୁ ହେବ। ବୁଝିହେଉଛି? ଯେମିତି ନ୍ୟାଚୁରାଲ୍ ନମ୍ବରରେ କହିଥିଲି ତୁମକୁ ସ୍ୱାଭାବିକ ସଂଖ୍ୟାରେ ଯଦି 2 3 ସ୍ୱାଭାବିକ ସଂଖ୍ୟା ହେଲେ ତାହେଲେ 2 + 3 କ'ଣ ହେବ 5 ହେବ, ତାହେଲେ ସିଏ ବି ସ୍ୱାଭାବିକ ସଂଖ୍ୟା ହେବ। ସେମିତି ସମୃଦ୍ଧି ନିୟମ ମନେକର x ଆଉ y z ଯଦି କ୍ୟୁ ହେଉଛନ୍ତି ମାନେ ପରିମେୟ ସଂଖ୍ୟା ହେଉଛନ୍ତି ତାହେଲେ ଦୁଇଟାକୁ ଯଦି ମନେକର ମୁଁ ମିଶାଇ ଦେବି ସେଇଟା ବି ହେବ କ୍ୟୁ। ସମୃଦ୍ଧି ନିୟମ ଏହା କହୁଛି। କ୍ରମ ବିନିମୟ ନିୟମ କ'ଣ କହୁଛି ନା x + y ମୁଁ କରିବି ଯାହା y + x ବି କଲେ ସେୟା। କ୍ରମ ବିନିମୟ ନିୟମ ସେୟା କହୁଛି। ବୁଝିହେଲା? କିନ୍ତୁ x ଆଉ y ଏଠି ଭଗ୍ନ ସଂଖ୍ୟାରେ ଥିବେ। ବୁଝିହେଉଛି? ମାନେ 5/2 କୁ ମିଶାଇବି ଯଦି 7/2 ସହିତ ଯାହା ହେବ 7/2 କୁ 5/2 ସହିତ ମିଶାଇଲେ ବି ମଧ୍ୟ ସେୟା ହେବ। କ୍ରମ ବିନିମୟ ନିୟମ ଏହା କହୁଛି। ଏବେ ସହଯୋଗୀ ନିୟମ କ'ଣ କହୁଛି? ମନେକର x + y + z ମୁଁ ଫାଷ୍ଟ x କୁ ରଖିବି ସେମିତି y + z କୁ ମୁଁ ମିଶାଇ ଦେବି ସେଇଟାର ଭ୍ୟାଲୁ ସେମ୍ ହେବ କାହା ସହିତ ମନେକର x + y କୁ ମିଶାଇବି ପ୍ଲସ୍ z କୁ ମିଶାଇଲେ ସେମ୍ ହେବ, ତାର ଭ୍ୟାଲୁ ମଧ୍ୟ ସେମ୍ ହେବ। ବୁଝିହେଉଛି? ଅଭେଦ ଧର୍ମ କ'ଣ? ଅଭେଦ ଧର୍ମ କହିଥିଲି। ଅଭେଦ ଧର୍ମ ମାନେ ଯେ x ସହିତ କେଉଁ ସଂଖ୍ୟା ମିଶାଇଲେ ସେ x ରହିବ କେଉଁ ସଂଖ୍ୟା 0। ବୁଝିହେଲା? 0 ଅଭେଦ ଧର୍ମ ମାନେ ସେମ୍ ସଂଖ୍ୟାଟା ରହିବ। ତାହେଲେ କ'ଣ ମିଶାଇଲେ ତା ସହିତ 0 ମିଶାଇଲେ ସେଇ ସେମ୍ ସଂଖ୍ୟା ରହିବ। ଯୋଗ ପ୍ରକ୍ରିୟାରେ ତାହେଲେ 0 ମିଶାଇଲେ ସେ ସେମ୍ ସଂଖ୍ୟା ରହିବ। ଏଇଟା ଅଭେଦ ଧର୍ମ। ବିଲୋମୀ ନିୟମ କ'ଣ? এইটা ଦେଖ ଏବେ এইটা ইম্পর্টান্ট। ବିଲୋମୀ ନିୟମ କ'ଣ ନା ସେଇ xରେ କେତେ ମୁଁ ମିଶାଇଲେ 0 ହେବ। xରେ କେତେ ମିଶାଇଲେ 0 ହେବ। ଯୋଗାତ୍ମକ ବିଲୋମୀ ହେଉଛି ମିଶାଇଲେ 0 ହେବ। ଯୋଗାତ୍ମକ ବିଲୋମୀ ଯଦି ପଚାରିଥିବ ମିଶାଇଲେ ତାହେଲେ 0 ହେବ। ମନେକର ମୁଁ କହିବି 5/2 ମନେକର ଏଇଟା x, ମୁଁ କହିବି ଛୁଆ ୟାର ଯୋଗାତ୍ମକ ବିଲୋମୀ କେତେ ହେବ? ତୁମକୁ ମୁଁ କହିଲି ଯୋଗାତ୍ମକ ବିଲୋମୀ ମାନେ କ'ଣ ନା ମିଶାଇଲେ 0 ହେଉଥିବ। ତାହେଲେ 5/2 ସହିତ ମୁଁ କ'ଣ ମିଶାଇବି ଯାହାକି 0 ହେବ ନା -5/2 ନା ନାହିଁ? -5/2 ଏଇଟା ମିଶାଇ ଦେଲେ 0 ହେବ ନା ନାହିଁ? ତାହେଲେ 5/2 ର ଯୋଗାତ୍ମକ ବିଲୋମୀ କେତେ? -5/2। ବୁଝିହେଉଛି? ଯଦି ମନେକର ଏଇଟା ମାଇନାସ୍ ଥାନ୍ତା -5/2 ମୁଁ କହିପାରିଥାନ୍ତି +5/2 ମିଶାଇଲେ 0 ହେବ। ବୁଝିହେଉଛି ତ କଥା? ଏଇଟା ହେଉଛି କ'ଣ ନା ପରିମେୟ ସଂଖ୍ୟା ପାଇଁ। ମନେକର
ସ୍ୱାଭାବିକ ସଂଖ୍ୟା ପାଇଁ କହିବି, ପୂର୍ବରୁ ଯେଉଁ ଡିସ୍କସନ୍ କରିଥିଲି ତାର ସିମ୍ବଲ୍ ହେଉଛି କ'ଣ ଏନ୍। ମନେକର ମୁଁ କହିବି ଛୁଆ ପ୍ଲସ୍ 5ର ଯୋଗାତ୍ମକ ବିଲୋମୀ କେତେ ହେବ? ତମେ କ'ଣ କହିବ? ଯୋଗାତ୍ମକ ବିଲୋମୀ ମାନେ ମିଶେଇଲେ କ'ଣ ହେବ? 0 ହେବ। ତାହେଲେ ମିଶେଇଲେ 0 ହେବ କ'ଣ ନା ପ୍ଲସ୍ -5। ତାହେଲେ ପ୍ଲସ୍ 5ର ଯୋଗାତ୍ମକ ବିଲୋମୀ ହେଉଛି କେତେ? -5। ଏଇଟା ହେଉଛି ଆନ୍ସର। ଯାହାକୁ ମିଶେଇଲେ 0 ହେଉଥିବ। ବୁଝିପାରିଲ? ଠିକ୍ ଅଛି। ଏବେ ଦେଖ ସେମିତିକା ଗୁଣନ ପ୍ରକ୍ରିୟା ନିୟମ ଏଇଠି ସେଇ କ'ଣ ପରିମେୟ ସଂଖ୍ୟାର ଯୋଗ ପ୍ରକ୍ରିୟାର ନିୟମ ଆମେ ଦେଖିଲେ। ଏବେ ଦେଖିବା ଏଠି ଗୁଣନ ପ୍ରକ୍ରିୟାର ନିୟମ। ଗୁଣନ ପ୍ରକ୍ରିୟାର ନିୟମ କ'ଣ ନା ସମୃଦ୍ଧି ନିୟମ କହୁଛି ଯଦି x ଆଉ y କ୍ୟୁରେ ଯାଉଛନ୍ତି ତାହେଲେ x ଗୁଣନ y, x ରେ y ଯଦି ମୁଁ ଗୁଣିବି ସେ ବି କ୍ୟୁରେ ଯିବେ। x y ର ଭ୍ୟାଲୁ ମନେକର ଏଇଟା ଗୋଟେ x ହେଉଛି 5/2, ଏଟା y ହେଉଛି 7/2। ମନେକର ଯଦି ମୁଁ x ଆଉ y 5/2, x ନେଲି 5/2, y ନେଲି 7/2। ଆଉ ଏ ଦୁଇଟାକୁ ଯଦି ମୁଁ ଏ ଦୁଇଟା କ'ଣ ପରିମେୟ ସଂଖ୍ୟା q, ଯଦି ଦୁଇଟାକୁ ମୁଁ ଗୁଣି ଦେବି ନା ଛୁଆ, ଏଇଠି ଦେଖ x × y ହେଇଛି ନା, ଗୁଣି ଦେଲେ ବି ମଧ୍ୟ q ହେବ। ଗୁଣିଦେଲେ ବି ମଧ୍ୟ q ହେବ। କ୍ରମ ବିନିମୟ ନିୟମ କ'ଣ କହୁଛି ନା x × y କରିବା ଯାହା y × x କରିବା ସେୟା। ଇଏ କହୁଛି କ୍ରମ ବିନିମୟ ନିୟମ। ସହଯୋଗୀ ନିୟମ କ'ଣ କହୁଛି? ମନେକର z ମୁଁ ନେବି, z ନେଉଛି 11/2, z ନେଉଛି 11/2। ଗୋଟେ ଭଗ୍ନ ସଂଖ୍ୟା, ଯେକୌଣସି ଗୋଟେ ଭଗ୍ନ ସଂଖ୍ୟା ତୁମେ ଦେଇପାରିବ 11/2। ସହଯୋଗୀ ନିୟମ କ'ଣ କହୁଛି ନା ମନେକର ଏଇଟା x, ଏଇଟା y, ଏଇଟା z। ସହଯୋଗୀ ନିୟମ କହୁଛି x × y + z ଏଇଟାକୁ ରଖିବ, ଏଇ ଦୁଇଟାକୁ ଗୁଣେଇବ, ଯାହା ହେବ ସମାନ x y, ଏଇ x y ଦୁଇଟାକୁ ଗୁଣିବ ଇଣ୍ଟୁ z କରିବ। ଦେଖ ଏଇ ଫର୍ମାଟକୁ ଦେଖ, ଫାଷ୍ଟ x କୁ ରଖିବ, y z କୁ ଗୁଣିବ, ଯାହା ହେବ z କୁ ରଖିକି x y କୁ ଗୁଣିଲେ ମଧ୍ୟ ସେୟା ହେବ। କଥା ବୁଝି ହେଉଛି? ସେମ୍ ହେବ, ଜଣାପଡ଼ୁଛି, ଦେଖିଲେ ବି ଜଣାପଡ଼ୁଛି। ଆଇଭିରେ କ'ଣ ଅଭେଦ ନିୟମ? ଅଭେଦ ନିୟମ କହିଥିଲି। ଅଭେଦ କ'ଣ? ଗୁଣାତ୍ମକ ଅଭେଦ କ'ଣ ନା 1। ଗୁଣାତ୍ମକ ଅଭେଦ 1। ଯୋଗାତ୍ମକ ଅଭେଦ କ'ଣ? ଯୋଗାତ୍ମକ ଅଭେଦ ହେଉଛି 0। ଗୁଣାତ୍ମକ ଅଭେଦ 1 କ'ଣ ପାଇଁ ନା କେଉଁ ସଂଖ୍ୟାରେ ମାନେ ଗୋଟେ ସଂଖ୍ୟାରେ କ'ଣ ଗୁଣିଲେ ସେ ସେମ୍ ସଂଖ୍ୟା ଦେବ କ'ଣ 1। ତାହେଲେ ଗୁଣାତ୍ମକ ଅଭେଦ କ'ଣ 1। ବୁଝି ହେଉଛି? x ରେ 1 ଗୁଣିଲେ ସେଇ x। ବୁଝିହେଲା? ଏବେ ବିଲୋମୀ ନିୟମ, ଏଇଟା ଇମ୍ପୋର୍ଟାଣ୍ଟ। ବିଲୋମୀ ନିୟମ କ'ଣ ନା ଗୁଣାତ୍ମକ ବିଲୋମୀ। ଦେଖ ଏଇଟା ଗୁଣାତ୍ମକ, ସେଇଟା ଯୋଗାତ୍ମକ ଥିଲା, ଏଇଟା କିନ୍ତୁ ଗୁଣାତ୍ମକ। ଗୁଣାତ୍ମକ ବିଲୋମୀ ଗୁଣିଲେ 1 ହେବ, ଗୁଣିଲେ 1 ହେବ। ତାହେଲେ ମୋତେ କୁହ ମୁଁ x ରେ କ'ଣ ଗୁଣିବି ଯାହାକି 1 ହେବ? ତାହେଲେ ଗୁଣାତ୍ମକ ବିଲୋମୀ ମାନେ 1 ଗୁଣିଲେ 1 ହେଉଥିବ। ତାହେଲେ x ରେ କେତେ ଗୁଣିବି ନା 1/x। 1/x, x କଟିଯିବ, 1 ରହିଲା, ତାହେଲେ 1 ହେବ ଏଠି। ଦେଖ ଏଇଟା ସେଇଟା ହେଇଛି ଗୁଣାତ୍ମକ, ତାହେଲେ ଗୁଣିଲେ 1 ହେବ। ଗୁଣାତ୍ମକ ବିଲୋମୀ ମାନେ ଛୁଆ କ'ଣ ନା ଗୁଣିଲେ 1 ହେବ, ଯୋଗାତ୍ମକ ବିଲୋମୀ ମାନେ ମିଶାଇଲେ 0 ହେବ। ବୁଝିହେଲା? ଏଟାକୁ ଦେଖିବ, ଥରେ ଦୁଇଥର ଏ ଭିଡ଼ିଓଟା ଦେଖିବ। କ'ଣ ପାଇଁ ନା ନିୟମ ଗୁଡ଼ା ଟିକେ ଇମ୍ପୋର୍ଟାଣ୍ଟ ଅଛି, ନିୟମ ଗୁଡ଼ାକୁ ମନେ ରଖିବ ଟିକେ ଆଉ। ଠିକ୍ ଅଛି। ଏବେ ଦେଖ ତମର ବାକି ଯେଉଁ କ୍ୱେଶ୍ଚନଟା ଥିଲା ରେଷ୍ଟ କ୍ୱେଶ୍ଚନ କ'ଣ 5 ନମ୍ବରଟା, ସେଇଟାକୁ ଏବେ ଦେଖିବା। এইটা ଦେଖ ଏବେ ତମର 5 ନମ୍ବର ମୁଁ କରିନଥିଲି। ମୁଁ କହିଥିଲି ବୀଜଗଣିତିକ ଧର୍ମ ଗୁଡ଼ିକ ଜାଣିଲା ପରେ ମୁଁ 5 ନମ୍ବର ଡିସ୍କସନ୍ କରିବି। ତମେ ଫାଷ୍ଟ ମୁଁ ତମକୁ ଧର୍ମ ଗୁଡ଼ିକ ବୁଝେଇଦେଲି। ଏବେ ଦେଖ ସେ କହିଛି କେଉଁ କେଉଁ ବୀଜଗଣିତିକ ଧର୍ମ ଗୁଡ଼ିକ ପୂର୍ଣ୍ଣ ସଂଖ୍ୟା ସେଟ୍ ଜେଡ୍ରେ ସତ୍ୟ। ତାହେଲେ ସେ କହୁଛି ଯେ ଜେଡ୍ ପାଇଁ ଠିକ୍, ମାତ୍ର ଗଣନ ସଂଖ୍ୟା ସେଟ୍ରେ ସତ୍ୟ ନୁହେଁ। ଗଣନ ସଂଖ୍ୟା ସେଟ୍ କ'ଣ ଛୁଆ କହିଥିଲି n, ଏଥିରେ ସେ ସତ୍ୟ ନୁହେଁ ମାନେ ଭୁଲ। ଜେଡ୍ ପାଇଁ ଠିକ୍ କିନ୍ତୁ ନ୍ୟାଚୁରାଲ ନମ୍ବର ବା ଗଣନ ସଂଖ୍ୟା ପାଇଁ ଠିକ୍ ନୁହଁ। କ'ଣ ଛୁଆ ସେଇଟା ହେବ? କ'ଣ ନିୟମ? ଦେଖ
ସେ ନିୟମଟା ହେବ ଗୋଟେ କୁହ ବିୟୋଗର ସମୃଦ୍ଧି ନିୟମ କ'ଣ ନା ଫାଷ୍ଟ ଗୋଟେ ହେଉଛି ବିୟୋଗର ସମୃଦ୍ଧି ନିୟମ ଲେଖିବ ଏଠି ନା ବିୟୋଗର ସମୃଦ୍ଧି ନିୟମ ସମୃଦ୍ଧି ଗୋଟେ ସରୁ କରେ ଏଟା ସମୃଦ୍ଧି ନିୟମ ଦେଖ ଫାଷ୍ଟ ନେଇଥିଲି ବିୟୋଗର ସମୃଦ୍ଧି ନିୟମ ଜେଡ୍ ପାଇଁ ଠିକ୍ କିନ୍ତୁ ଏନ୍ ପାଇଁ ଭୁଲ ଜେଡ୍ଟା କ'ଣ ଇଣ୍ଟିଜର ପାଇଁ ଠିକ୍ କିନ୍ତୁ ନ୍ୟାଚୁରାଲ ନମ୍ବର ପାଇଁ ଭୁଲ କ'ଣ ପାଇଁ ଦେଖ ତମେ ଜାଣିଛ ବିୟୋଗର ସମୃଦ୍ଧି ନିୟମ ଫାଷ୍ଟ କ'ଣ କହିଲ ସମୃଦ୍ଧି ନିୟମ ହେଉଛି ମନେକର 3 ଆଉ 5 ଦେଖ 3 5 ଜେଡ୍ରେ ଯାଉଛନ୍ତି ନା ନାହିଁ ଜେଡ୍ରେ ଯାଉଛନ୍ତି ନା ନାହିଁ ଫାଷ୍ଟ କୁହ 3 5 ଜେଡ୍ରେ ଯାଉଛନ୍ତି ତାହେଲେ 3 5 ଯଦି ଜେଡ୍ରେ ଯାଉଛନ୍ତି ସମୃଦ୍ଧି ନିୟମ କହୁଛି ଯେ 3 5କୁ ତୁମେ ମିଶାଇଲେ ବି ସେ ଜେଡ୍ରେ ଯିବେ ଏଇଟା ହେଉଛି ଯୋଗର ସମୃଦ୍ଧି ନିୟମ କିନ୍ତୁ ମୁଁ ଏଠି ନେଇଛି ବିୟୋଗର ସମୃଦ୍ଧି ନିୟମ ତାହେଲେ 3 5କୁ ଯଦି ମୁଁ ମାଇନାସ୍ କରିବି 3 ମାଇନାସ୍ 5 କରିବି ଏଇଟା ହେବ କେତେ -2 -2 ମାନେ ସେ ଜେଡ୍ରେ ଅଛି ନା ନାହିଁ ଜେଡ୍ ହେଉଛି ଇଣ୍ଟିଜର 0ରୁ 1 2 3 4 ପ୍ଲସ୍ରେ ହେବ ଆଉ -1 -2 -3 ମାଇନାସ୍ ବହୁତ ମାନେ ଅସଂଖ୍ୟ ସଂଖ୍ୟା ପର୍ଯ୍ୟନ୍ତ ଯାଇପାରିବ ଜେଡ୍ ତାହେଲେ -2 ଜେଡ୍ରେ ଅଛି ନା ନାହିଁ ଅଛି କିନ୍ତୁ -2 ଛୁଆ ଏନ୍ରେ ଅଛି କି ଜେଡ୍ରେ ତ ଅଛି କହିଦେଲ ଏନ୍ରେ ଅଛି କି ନାହିଁ କିନ୍ତୁ 3 ଆଉ 5 ଏନ୍ରେ ଅଛି କିନ୍ତୁ -2 ଏନ୍ରେ ନାହିଁ ତାହେଲେ ଦେଖ ବିୟୋଗର ସମୃଦ୍ଧି ନିୟମ ଏନ୍ ପାଳନ କରୁନାହିଁ ବୁଝି ହେଉଛି ତାହେଲେ ଜେଡ୍ ପାଇଁ ସତ୍ୟ ଏନ୍ ପାଇଁ ସତ୍ୟ ନୁହଁ ସମୃଦ୍ଧି ନିୟମଟା ଏବେ ଦେଖ ଆଉ ଗୋଟେ ନିୟମ କ'ଣ ତାହେଲେ ବିୟୋଗର ସମୃଦ୍ଧି ନିୟମ ବୁଝିହେଲା ଦୁଇଟା ସଂଖ୍ୟା ମନେକର ଇଏ ବି ଜେଡ୍ରେ ଅଛି ଇଏ ବି ଏନ୍ରେ ଅଛି 5 ବି ଜେଡ୍ରେ ଅଛି 5 ବି ଏନ୍ରେ ଅଛି କିନ୍ତୁ ମୁଁ ଯେତେବେଳେ ବିୟୋଗର ସମୃଦ୍ଧି ନିୟମ ପକାଉଛି ବିୟୋଗର ସମୃଦ୍ଧି ନିୟମ କ'ଣ ନା ଦୁଇଟା ସଂଖ୍ୟାକୁ ମାଇନାସ୍ କରିବା ଯୋଗର ସମୃଦ୍ଧି ନିୟମ ପଢ଼େଇକି ଆସିଲି ଯେ ଦୁଇଟା ସଂଖ୍ୟାକୁ ମିଶାଇଲେ ସେଇଟା ଜେଡ୍ରେ ଯାଉଥିବ ଏନ୍ରେ ଯାଉଥିବ ସେଇଟା ହେଉଛି ଯୋଗର ସମୃଦ୍ଧି ନିୟମ କିନ୍ତୁ ବିୟୋଗର ସମୃଦ୍ଧି ନିୟମ କ'ଣ ନା ଦୁଇଟା ସଂଖ୍ୟା ଯଦି ଜେଡ୍ ଆଉ ଏନ୍ରେ ଯାଉଛନ୍ତି ତାହେଲେ ଦୁଇଟାକୁ ମାଇନାସ୍ କଲେ ବି ଏଇଟା ଯିବା କଥା କିନ୍ତୁ ମାଇନାସ୍ କଲେ କେବଳ -2ଟା ଜେଡ୍ରେ ରହୁଛି କିନ୍ତୁ ଏନ୍ରେ -2 ରହୁନାହିଁ ଛୁଆ ସେଥିପାଇଁ ଏନ୍ ଏ ଧର୍ମଟା ପାଳନ କରିବନି ବିୟୋଗର ସମୃଦ୍ଧି ନିୟମ ବୁଝିହେଲା ଗଲା ଏବେ ଦେଖିବା ଯୋଗାତ୍ମକ ବିଲୋମୀ ଗୋଟେ ନିୟମ ତାହେଲେ ବୁଝିପାରିଲ ଆଉ ଗୋଟେ କ'ଣ ନା ଯୋଗାତ୍ମକ ବିଲୋମୀ ନିୟମ ଯୋଗାତ୍ମକ ବିଲୋମୀ ନିୟମ ଯୋଗାତ୍ମକ ବିଲୋମୀ କ'ଣ ଏକ୍ସାମ୍ପଲ ନେଇକି ବୁଝିବା ଯୋଗାତ୍ମକ ବିଲୋମୀ ଧର୍ମ କ'ଣ ଦେଖ ଯୋଗାତ୍ମକ ବିଲୋମୀ ହେଉଛି ମନେକର 2 ମନେକର 2টাର ଯୋଗାତ୍ମକ ବିଲୋମୀ ନିୟମ କ'ଣ 2ର ଯୋଗାତ୍ମକ ବିଲୋମୀ ମୁଁ କହିଥିଲି ଯୋଗାତ୍ମକ ବିଲୋମୀ ମାନେ ମିଶାଇଲେ 0 ହେଉଥିବ ତାହେଲେ 2ର ଯୋଗାତ୍ମକ ବିଲୋମୀ କେତେ ତୁମେ କହିବ ସାର୍ -2 ଦେଖ 2ରେ -2 ମିଶାଇଲେ କେତେ 0 ଏଇଟା ହେଉଛି ଯୋଗାତ୍ମକ ବିଲୋମୀ ମୋତେ କୁହ 0ଟା ଜେଡ୍ରେ ଅଛି ନା ନାହିଁ ଜେଡ୍ରେ ଅଛି ସାର୍ କିନ୍ତୁ ଯୋଗାତ୍ମକ ବିଲୋମୀ ମନେକର ସେଇ 2ର ଯୋଗାତ୍ମକ ବିଲୋମୀ ମୁଁ ଜାଣିଛି କେତେ ନା -2 ତାହେଲେ -2 ଯଦି 2ରେ ମିଶେଇବି 0 ହେବ এইটা এনরে রହୁଛି କି ଛୁଆ 0ଟା ନା ରହୁନି 0ଟା ଏନ୍ରେ ରହୁନି ଏନ୍ ଷ୍ଟାର୍ରେ ରୁହେ କିନ୍ତୁ ଏନ୍ରେ ରୁହେନି ବୁଝିପାରୁଛ ମୁଁ କହିଥିଲି
ନ୍ୟାଚୁରାଲ ନମ୍ବରରେ ଜିରୋ ନାହିଁ, ନ୍ୟାଚୁରାଲ ନମ୍ବରରେ ଜିରୋ ନାହିଁ। ସେ କହିଛି ଏଠି ଗଣନ ସଂଖ୍ୟା ପାଇଁ, ଗଣନ ସଂଖ୍ୟା ପାଇଁ ତାହେଲେ ଜିରୋ ଆସିବନି, ତାହେଲେ ଯୋଗାତ୍ମକ ବିଲୋମୀ। ଆଉ ଗୋଟେ ନିୟମ ହେଉଛି ଯୋଗାତ୍ମକ ବିଲୋମୀ। ଫାର୍ଷ୍ଟଟା ହେଲା ଗୁଣନର ସମୃଦ୍ଧି ନିୟମ, ବିୟୋଗର ସମୃଦ୍ଧି ନିୟମ, ଆଉ ସେକେଣ୍ଡଟା ହେଲା ଯୋଗାତ୍ମକ ବିଲୋମୀ। ଏ ଦୁଇଟା ଜେଡ୍ ପାଇଁ ସତ୍ୟ କିନ୍ତୁ ଏନ୍ ପାଇଁ ସତ୍ୟ ନୁହଁ। କାରଣ କ'ଣ ନା ଏଇ ଜିରୋ ନାହିଁ ଏନ୍ରେ, ସେଥିପାଇଁ ଏଟା ଭୁଲ ହେଲା। ପୂର୍ବଟାରେ -2 ନାହିଁ ଏନ୍ରେ, ସେଥିପାଇଁ ଭୁଲ ହେଲା। ବୁଝିହେଉଛି? ଗଲା। ଏବେ 6 ନମ୍ବର ଦେଖିବା। ଏବେ 6 ନମ୍ବରଟା ଦେଖିବା। କେଉଁ କେଉଁ ବୀଜଗଣିତିକ ଧର୍ମ ଗୁଡ଼ିକ ପରିମେୟ ସଂଖ୍ୟା ଜେଡ୍ରେ ସତ୍ୟ, କ୍ୟୁରେ ସତ୍ୟ, କ୍ୟୁରେ ସତ୍ୟ, କ୍ୟୁରେ ସତ୍ୟ, ମାତ୍ର ପୂର୍ଣ୍ଣ ସଂଖ୍ୟା ସେଟ୍ରେ ଅସତ୍ୟ, ସେଗୁଡ଼ିକୁ ଲେଖ। କ୍ୟୁରେ ସତ୍ୟ କିନ୍ତୁ ପୂର୍ଣ୍ଣ ସଂଖ୍ୟା ସେଟ୍ରେ ଅସତ୍ୟ। ପୂର୍ଣ୍ଣ ସଂଖ୍ୟା ସେଟ୍ ଇଣ୍ଟିଜରରେ ଅସତ୍ୟ। ମାନେ କ'ଣ ଛୁଆ? ଏଇଠି ଦେଖ 6 ନମ୍ବରଟା ଏଇଠି କରୁଛି। ସେ କହିଛି ଯେ କ୍ୟୁରେ ସତ୍ୟ କିନ୍ତୁ ମାତ୍ର ପୂର୍ଣ୍ଣ ସଂଖ୍ୟା ସେଟ୍ରେ ଅସତ୍ୟ। ମାନେ କ୍ୟୁରେ ଠିକ୍ କିନ୍ତୁ ମାନେ କ'ଣ ନା କ୍ୟୁରେ ସତ୍ୟ କିନ୍ତୁ ଜେଡ୍ରେ ସତ୍ୟ ନୁହଁ। କୋଉ ନିୟମ ଦୁଇଟା? ମୁଁ 6 ନମ୍ବରଟା ଉପରେ କରୁଛି, ସେଟା 5 ନମ୍ବର ଭାବିବନି। 6 ନମ୍ବରଟାକୁ ଉପରେ ସଲ୍ଭ କରୁଛି। କୋଉ ନିୟମ କୁହ? ଫାର୍ଷ୍ଟ କ୍ୟୁ ମାନେ ଛୁଆମାନେ ଜାଣିଛ ତ? କ୍ୟୁ ମାନେ ହେଉଛି ପରିମେୟ ସଂଖ୍ୟା, ମାନେ ଭଗ୍ନ ସଂଖ୍ୟା ଗୁଡ଼ିକ। କ୍ୟୁ ମାନେ ପରିମେୟ ସଂଖ୍ୟା ବା ଭଗ୍ନ ସଂଖ୍ୟା ଗୁଡ଼ିକ। ଜେଡ୍ ମାନେ କ'ଣ କହିଲେ ଛୁଆମାନେ? ଜେଡ୍ ମାନେ ହେଉଛି ପୂର୍ଣ୍ଣ ସଂଖ୍ୟା। ପୂର୍ଣ୍ଣ ସଂଖ୍ୟା ମାନେ ଇଣ୍ଟିଜର। ଏଗୁଡ଼ା ସବୁ ମନେ ରଖିବ। କ୍ୟୁ ମାନେ କ'ଣ, ଜେଡ୍ ମାନେ କ'ଣ, ତାପରେ ତୁମେ এই କ୍ୱେଶ୍ଚନ୍ ଗୁଡ଼ା ସଲ୍ଭ କରିପାରିବ। ନହେଲେ ତୁମେ ଯଦି କ୍ୟୁ ମାନେ ଜାଣିନଥିବ, ଜେଡ୍ ମାନେ କ'ଣ ବୁଝିପାରୁନଥିବ, ତାହେଲେ ତୁମକୁ ବୁଝିବାରେ ଅସୁବିଧା ହେବ। କ୍ୟୁ ମାନେ ହେଉଛି ପୂର୍ଣ୍ଣ ସଂଖ୍ୟା, କ୍ୟୁ ମାନେ ହେଉଛି ପରିମେୟ ସଂଖ୍ୟା, ଜେଡ୍ ମାନେ ହେଉଛି ପୂର୍ଣ୍ଣ ସଂଖ୍ୟା। ମାନେ 0ରୁ ଆରମ୍ଭ କରି 1 2 3 4 5 ପ୍ଲସ୍ରେ, ଆଉ -1 2 3 ମାଇନସ୍ରେ ମାଇନସ୍ରେ। ବୁଝିଗଲ? ସେଇଟା ଜେଡ୍ରେ। ଆଉ କ୍ୟୁ ମାନେ ହେଉଛି ଭଗ୍ନ ସଂଖ୍ୟା। ଏବେ ଦେଖ, ସେ କହୁଛି କ୍ୟୁରେ ଠିକ୍ କିନ୍ତୁ ଜେଡ୍ରେ ଭୁଲ। କ'ଣ? ମୁଁ ମନେକର ନେବି ଗୋଟେ ନିୟମ, ଗୁଣାତ୍ମକ ବିଲୋମୀ। ଗୁଣାତ୍ମକ ବିଲୋମୀ ନିୟମ କ'ଣ ନା ଗୁଣାତ୍ମକ ବିଲୋମୀ। ଗୁଣାତ୍ମକ ବିଲୋମୀ। ଗୁଣାତ୍ମକ ବିଲୋମୀ। ଗୁଣାତ୍ମକ ବିଲୋମୀ କ'ଣ? ଏକ୍ଜାମ୍ପଲ ନେଇକି ଦେଖିବା। ଉଦାହରଣ ବା ଏକ୍ଜାମ୍ପଲ ଇଜି। କ'ଣ? ମନେକର ଗୁଣାତ୍ମକ ବିଲୋମୀ ମନେକର କ'ଣ? 2 ମନେକର 2 ମୁଁ ନେଲି। ଠିକ୍ ଅଛି ଛୁଆ, 2 ନେଲି। 2ର ଗୁଣାତ୍ମକ ବିଲୋମୀ କେତେ ହେବ? 2ର ଗୁଣାତ୍ମକ ବିଲୋମୀ କେତେ ହେବ କୁହ? 2ର ଗୁଣାତ୍ମକ ବିଲୋମୀ କେତେ ହେବ? ମୁଁ କହିଥିଲି ଗୁଣାତ୍ମକ ବିଲୋମୀ ମାନେ ଗୁଣିଲେ 1 ହେବ। ଗୁଣିଲେ 1 ହେବ। ତାହେଲେ ଗୁଣାତ୍ମକ ବିଲୋମୀ 2ର ଗୁଣାତ୍ମକ ବିଲୋମୀ କେତେ? 2 ଗୁଣନ 1/2 ଗୁଣିଲେ 1 ହେବ। ତାହେଲେ ଦେଖ, ଏଇଟା କ୍ୟୁ ପାଇଁ ଠିକ୍ ହେଉଛି ନା ନାହିଁ? କ୍ୟୁ ପାଇଁ ଠିକ୍ ହେଲା ନା ନାହିଁ? ଫାର୍ଷ୍ଟ କଥା ହେଉଛି 2ରେ କିଛି ତଳେ ନାହିଁ, ମାନେ 2 ତଳେ 1 ଅଛି। ଏଇଠି ଦେଖ, 2 ତଳେ କିଛି ନାହିଁ ମାନେ ତୁମେ ଜାଣିଛ 2 ତଳେ 1 ଅଛି। 1 ତଳେ କିଛି ନାହିଁ ମାନେ 1 ତଳେ ବି 1 ଥିବ। ତାହେଲେ କ୍ୟୁ ପାଇଁ ସତ୍ୟ ହେଉଛି। କ୍ୟୁ ପାଇଁ ଛୁଆ ଏଇଟା ସତ୍ୟ ହେଉଛି। କିନ୍ତୁ ଦେଖ, ଏଇଟା 2 2 କାଟିଦେଲେ 1 ହେଉଛି। ତାହେଲେ ଗୁଣାତ୍ମକ ବିଲୋମୀ କ୍ୟୁ ପାଇଁ ଠିକ୍ ହେଲା। ଜେଡ୍ ପାଇଁ କେମିତି ଭୁଲ ହେଉଛି ଦେଖ। ମନେକର ସେଇ 2ର ଗୁଣାତ୍ମକ ବିଲୋମୀ 1/2, ସେଇଟା କେତେ ହେବ? ସେଇ 1 ହେବ। କିନ୍ତୁ ମୋତେ କୁହ ଛୁଆ, 2 ତ ଜେଡ୍ରେ ଅଛି, ଆଉ 1 ବି ଜେଡ୍ରେ ଅଛି, କିନ୍ତୁ 1/2 ଜେଡ୍ରେ ଅଛି କି ଛୁଆ?
1/2 ଜେଡ୍ରେ ଅଛି କି ନାହିଁ, ତାହେଲେ ଭୁଲ ହେଇଗଲା, ଏ ଧର୍ମଟା ଭୁଲ ହେଇଗଲା। ସମସ୍ତେ ଥିବା ଦରକାର କରେ। 2 ଯେମିତି ଏଠି ଦେଖ 2 1/2 1 ଏଇଟା ସବୁ କ୍ୟୁରେ ଅଛି, କାରଣ କ'ଣ ନା 2 ତଳେ କିଛି ନାହିଁ ମାନେ 1, ତାହେଲେ ଏଟା ଗୋଟେ ଭଗ୍ନ ସଂଖ୍ୟା ହେଲା। 1 ତଳେ କିଛି ନାହିଁ ମାନେ 1, ତାହେଲେ ଇଏ ବି ଗୋଟେ ଭଗ୍ନ ସଂଖ୍ୟା ହେଉଛି, ତାହେଲେ ଏମାନେ ସବୁ କ୍ୟୁରେ ଅଛନ୍ତି। କିନ୍ତୁ ଏଠି 1/2 ଯେଉଁ ନା ଛୁଆ ସେ ଜେଡ୍ରେ ନାହିଁ। ଭଲସେ କଥାଟାକୁ ବୁଝିବ, ଫାଷ୍ଟ ଖାତାରେ ନିଜେ ସଲ୍ଭ କରିବ, ଲେଖିଦେବ ଥରେ, ତାପରେ ତାକୁ ଦେଖିବ ଯେ କେମିତି ହେଉଛି। ଦେଖ 2 ତ ଜେଡ୍ରେ ଅଛି, 1 ବି ଜେଡ୍ରେ ଅଛି, କିନ୍ତୁ ହାଫ୍ 1/2 ଜେଡ୍ରେ ନାହିଁ, ସେଥିପାଇଁ ଧର୍ମଟା ଭୁଲ ହେଉଛି। ଗୁଣାତ୍ମକ ବିଲୋମୀ ଧର୍ମ ଭୁଲ ହେଉଛି ୟା ପାଇଁ, ଜେଡ୍ ପାଇଁ। ବୁଝିହେଲା? ଏବେ ଦେଖ, ଏବେ ଆଉ ଗୋଟେ ଧର୍ମ ହେଉଛି କ'ଣ ନା ହରଣର ସମୃଦ୍ଧି ନିୟମ। ହରଣର ସମୃଦ୍ଧି ନିୟମ, ହରଣର ସମୃଦ୍ଧି ନିୟମ ବି ହେଇପାରିବ, କ୍ୟୁ ପାଇଁ ଠିକ୍, ଜେଡ୍ ପାଇଁ ଭୁଲ। ବାକି ଏଇଟା ନେବା ଦରକାର ନାହିଁ, କାରଣ କ'ଣ ନା ସେଥିରେ ଗୋଟେ ଏକ୍ସେପସନାଲ ଆସିବ, 0 ଆସିବ। ତ ତୁମେ ଏଇ ଗୋଟେ ହିଁ ମନେ ରଖିଥାଅ, 6 ନମ୍ବର ଗୋଟେ ଗୁଣାତ୍ମକ ବିଲୋମୀ ନିୟମ ମନେ ରଖିଥାଅ, ଆଉ କିଛି ମନେ ରଖନି। ହରଣର ସମୃଦ୍ଧି ନିୟମ ହୋଇପାରିବ, କିନ୍ତୁ 0 ଗୋଟେ ଏକ୍ସେପସନାଲ ଆସିବ, ସେ ଏକ୍ସେପସନାଲ ଆସୁଛି ତାକୁ ଧରନି। ଏବେ ଦେଖ 6 ନମ୍ବର ବୁଝିହେଲା ଛୁଆ? 6 ନମ୍ବର ଆନ୍ସର କ'ଣ ହବ ନା ଗୁଣାତ୍ମକ ବିଲୋମୀ ନିୟମ, ଗୁଣାତ୍ମକ ବିଲୋମୀ ନିୟମ। ଏବେ ଦେଖ 8 ନମ୍ବର, ଦେଖୁଛି ଅଯୁଗ୍ମ ସଂଖ୍ୟା ମାନେ ଯୋଗ ଜନିତ ସମୃଦ୍ଧି ନିୟମ ପାଳନ କରନ୍ତି କି? କାରଣ ସହ ଉତ୍ତର ଦିଅ। ଯୋଗ ଜନିତ ସମୃଦ୍ଧି ନିୟମ, ତୁମେ ଫାଷ୍ଟ ଯୋଗ ସମୃଦ୍ଧି ନିୟମ କ'ଣ ଜାଣିଛ? ଯୋଗ ସମୃଦ୍ଧି ନିୟମ କ'ଣ? ଯଦି ଯୋଗ ସମୃଦ୍ଧି ନିୟମ କ'ଣ କହୁଛି, ଯଦି ମନେକର 2 ଆଉ 3 n ରେ ଯାଉଛନ୍ତି, ତାହେଲେ 2 + 3 ମଧ୍ୟ n ରେ ଯିବେ। ଏଇଟା ଯୋଗ ସମୃଦ୍ଧି ନିୟମ କହୁଛି। 2 3 ମନେକର ଦୁଇଟା ସଂଖ୍ୟା n ରେ ଯାଉଛନ୍ତି, ତାହେଲେ ସେମାନଙ୍କୁ ମିଶାଇଲେ ବି ସେ ସଂଖ୍ୟା ଦୁଇଟି n ରେ ଯାଉଥିବେ। ଏଇଟା ହେଉଛି ଯୋଗଜନିତ ସମୃଦ୍ଧି ନିୟମ, ନା ନାହିଁ ଛୁଆମାନେ? ତାହେଲେ ସେ ହେଉଛି ଅଯୁଗ୍ମ ସଂଖ୍ୟା ମାନେ ଯୋଗଜନିତ ସମୃଦ୍ଧି ନିୟମ ପାଳନ କରନ୍ତି କି? କାରଣ ସହ ଉତ୍ତର ଦିଅ। ତାହେଲେ ଫାଷ୍ଟ କଥା ହେଉଛି ପାଳନ କରନ୍ତି କି? ତୁମେ ଦେଖିବ ନାହିଁ କିମ୍ବା ନା। କାରଣ କ'ଣ? କାରଣ କ'ଣ ଦେଖିବା। এই 8 নম্বরটা ମୁଁ ଏଇଠି କରୁଛି ଛୁଆ, ଏଠି ହ୍ୱାଇଟ୍ ସ୍ପେସ୍ ଅଛି, ସେଥିପାଇଁ ମୁଁ ଏଇଠି କରୁଛି। ଅଯୁଗ୍ମ ସଂଖ୍ୟା ମାନେ ଅଯୁଗ୍ମ ସଂଖ୍ୟା ମାନେ ଯୋଗଜନିତ ସମୃଦ୍ଧି ନିୟମ। ଦେଖ ଏଇ କଥାଟା ଭଲସେ ବୁଝ। ମନେକର ଅଯୁଗ୍ମ ସଂଖ୍ୟା କ'ଣ କ'ଣ? ମନେକର 3 + 3 ଗୋଟେ ଅଯୁଗ୍ମ ସଂଖ୍ୟା, ଆଉ ଗୋଟେ ମନେକର 7 ଗୋଟେ ଅଯୁଗ୍ମ ସଂଖ୍ୟା। ଯୋଗଜନିତ ସମୃଦ୍ଧି ନିୟମ କ'ଣ? ତୁମେ ଅଯୁଗ୍ମ ଏଟା ନେଇଛ, ୟାକୁ ଅଯୁଗ୍ମ ନେଇଛ, ରେଜଲ୍ଟ ବି କ'ଣ ପାଇବ? ମିଶାଇଲେ ଅଯୁଗ୍ମ ହିଁ ପାଇବ। ତାହେଲେ 3 + 7 କ'ଣ ଅଯୁଗ୍ମ? କ'ଣ ଅଯୁଗ୍ମ? ନାହିଁ, 10 ବାହାରିଲା, ତାହେଲେ ସେ ଯୁଗ୍ମ। ତାହେଲେ ଯୋଗଜନିତ ସମୃଦ୍ଧି ନିୟମ ସେ ପାଳନ କରୁଛି କି? ନା। ଯୋଗଜନିତ ସମୃଦ୍ଧି ନିୟମ ମୁଁ ପଢ଼ିଲା ବେଳେ କହିଛି, ଯଦି 3 ମାନେ m ରେ ମନେକର 3 ବି ନ୍ୟାଚୁରାଲ୍ ନମ୍ବର, 7 ବି ନ୍ୟାଚୁରାଲ୍ ନମ୍ବର, ତାହେଲେ ଦୁଇଟାକୁ ମିଶାଇଲେ ବି ସେମାନେ ଦୁଇ ଜଣ ନ୍ୟାଚୁରାଲ୍ ନମ୍ବରରେ ଯାଉଥିବେ। ସେଇଟା ହେଉଛି ଯୋଗଜନିତ ସମୃଦ୍ଧି ନିୟମ। ତାହେଲେ 3 ବି ଅଯୁଗ୍ମ, 7 ବି ଅଯୁଗ୍ମ, ତାହେଲେ ମିଶାଇଲେ ଅଯୁଗ୍ମ ହେବା କଥା, କାରଣ ଯୋଗଜନିତ ସମୃଦ୍ଧି ନିୟମ ସେୟା କହୁଛି। କିନ୍ତୁ ଏଠି ଦେଖ 3 7 ମିଶାଇଲେ 10 ହେଇଯାଉଛି, ତାହେଲେ ଯୋଗଜନିତ ସମୃଦ୍ଧି ନିୟମ ପାଳନ କରୁନି, କାରଣ 3 ଅଯୁଗ୍ମ, ଇଏ ଅଯୁଗ୍ମ, ଏଇଟା ଯୁଗ୍ମ ହେଇଗଲାନି 10ଟା, ପାଳନ କରୁନି। ମନେକର ଆଉ ଗୋଟେ ସଂଖ୍ୟା ନେବି 5 ଆଉ 3, ଏଇଟା କେତେ ହେଉଛି? 8 ହେଉଛି, ତାହେଲେ ଏଇଟା ଯୁଗ୍ମ ହେଇଯାଉଛି। এইটা অযুগ্ম, এইটা অযুগ্ম। যোগজনিত সমৃদ্ধি নিয়ম କ'ଣ କହୁଛି ନା ଦୁଇଟା ଅଯୁଗ୍ମ ଅଯୁଗ୍ମ ମିଶାଇଲେ ଯଦି ଅଯୁଗ୍ମ ହେଉଥିବ ସେଇଟା ଠିକ୍, ତାହେଲେ ହେଉନାହିଁ। ଦେଖ ଏଠି ହେଉନାହିଁ, ତାହେଲେ ଏଇଟା ହେଉଛି ନା। କାରଣ କ'ଣ ଲେଖିବ ନା ଦୁଇଟା ଅଯୁଗ୍ମ ସଂଖ୍ୟାକୁ ମିଶାଇଲେ
এটা ଅଯୁଗ୍ମ ସଂଖ୍ୟା ହଉ ନାହିଁ, ଯୁଗ୍ମ ସଂଖ୍ୟା ହେଉଛି ତା କାରଣ। ବୁଝିପାରିଲ? କଲେ ତାହେଲେ ତମର ଯେଉଁ 5, 6 ଆଉ 8 ନମ୍ବର ଥିଲା ସେଇଟା ଆଜି ଆମର ସରିଲା। ଆଉ ଆମର ରହୁଛି କ'ଣ ଛୁଆ? ସର୍ଟ କ୍ୱେଶ୍ଚନ୍। ସର୍ଟ କ୍ୱେଶ୍ଚନ୍ ଗୁଡ଼ା ରହୁଛି। ଏବେ ସର୍ଟ କ୍ୱେଶ୍ଚନ୍କୁ ଯିବା। ମୁଁ କହିଛି ଲଙ୍ଗ କ୍ୱେଶ୍ଚନ୍ ତୁମକୁ ଏଇପାଇଁ ଫାଷ୍ଟ କରଉଥିଲି, ତମେ ଏବେ ଦେଖିବ ସର୍ଟ କ୍ୱେଶ୍ଚନ୍ କିଛି ଆଇଡ଼ିଆ ଲଗେଇ ପାରିବ। କାରଣ ଲଙ୍ଗ କ୍ୱେଶ୍ଚନ୍ ତୁମେ କରୁଛ ନିଜେ, ସର୍ଟ କ୍ୱେଶ୍ଚନ୍ ନିଜେ ଆଇଡ଼ିଆ ଲଗେଇ ପାରିବ। ଦେଖ ସର୍ଟ କ୍ୱେଶ୍ଚନ୍ ଗୁଡ଼ା ଦେଖ, ଆସିବ ସର୍ଟ କ୍ୱେଶ୍ଚନ୍ ଗୁଡ଼ା ନା ନାଇଁ କୁହ? ସର୍ଟ କ୍ୱେଶ୍ଚନ୍ ଗୁଡ଼ା ଆସିବ ନା ନାଇଁ? ସେ କହିଛି 1 ନମ୍ବର କ'ଣ କହିଛି ନା ଭୁଲ ଥିଲେ F, ଠିକ୍ ଥିଲେ T ଲେଖ। ସେ କହୁଛି -1 ଦ୍ୱାରା I -1 ଦ୍ୱାରା -201 ବିଭାଜ୍ୟ କି? ହବ ନା ନାଇଁ? -1 ଦ୍ୱାରା -201 ବିଭାଜ୍ୟ କି? ହବ, ଠିକ୍। ତାହେଲେ ଭୁଲ ଠିକ୍ ଥିଲେ କ'ଣ T ଲେଖିବ। ତାହେଲେ এটা হব T, ট্রু। কেমতি? এই দেখো মাইনাস সে কହୁଛି গলা সে উড়িগলা। কে খালি ସେ କହୁଛି 1 ନମ୍ବରର I କ୍ୱେଶ୍ଚନଟା, ସେ କହୁଛି -1 ଦ୍ୱାରା 201 ବିଭାଜ୍ୟ କି? ତାହେଲେ କାହା ଦ୍ୱାରା? -1 ଦ୍ୱାରା। ତାହେଲେ -201 ବାଇ -1। ମାଇନାସ୍ ମାଇନାସ୍ ଛୁଆ କାଟିବ ନା ନାହିଁ? କାଟିବ। 1ରେ 201କୁ ଭାଗ କଲେ କେତେ? ସେଇ 201 ହବ। ତାହେଲେ ବିଭାଜ୍ୟ ହେଉଛି, ତାହେଲେ ଟ୍ରୁ। ବିଭାଜ୍ୟ ହେଉଛି, ତାହେଲେ ଟ୍ରୁ। ସେ କହୁଛି 2iରେ 1 ଦ୍ୱାରା 0 ବିଭାଜ୍ୟ କି? 1 ଦ୍ୱାରା 0 ବିଭାଜ୍ୟ କି? ତାହେଲେ 1 ଦ୍ୱାରା, ତାହେଲେ 0ଟା ମଝିରେ ରହିବ, ଏଠି 1 ରହିବ। ତାହେଲେ 1ରେ କେତେ ମୁଁ ଗୁଣିଲେ ଛୁଆ 0 ହେଇଯିବ? 1ରେ ଯଦି ମୁଁ 0କୁ ଗୁଣିବି, 1 0 ଗୁଣିଲେ 0 ହେଇଯିବ। ତାହେଲେ ଏଇଟା ଟ୍ରୁ ହବ ନା ନାହିଁ? ଟ୍ରୁ। 0 ଦ୍ୱାରା 5 ବିଭାଜ୍ୟ କି? 0 ଦ୍ୱାରା 5 ସେ କହୁଛି। 3i କ୍ୱେଶ୍ଚନଟା 0 ଦ୍ୱାରା 5 ବିଭାଜ୍ୟ କି? ତାହେଲେ ମୁଁ ଏଠି ଲେଖିବି 5 0 ଦ୍ୱାରା, ତାହେଲେ 0 ଦ୍ୱାରା ମାନେ 0ଟା ଏଠି ରହିବ। ତାହେଲେ 0ରେ କ'ଣ ଗୁଣିଲେ ସେଟା 5 ହବ? ସେମିତି କିଛି ସଂଖ୍ୟା ରୁହେନି। ମୁଁ କହିଥିଲି ଯେତେବେଳେ ଏଇଆ ମାନେ କ'ଣ ନା 5/0। ତଳେ 0 ମାନେ ତଳେ 0ଟା ଭାଗ କରୁଛି 5କୁ। এটা সম্ভব নୁହଁ, এটা ইনফিনিটিভ আসে সেট। তাহলে এটা କ'ଣ হব? ফলস। 0 ଦ୍ୱାରା 5 ବିଭାଜ୍ୟ ହେଇପାରିବନି, ଫଲସ। ବୁଝି ହେଉଛି ନା ନାହିଁ? ପୂର୍ଣ୍ଣ ସଂଖ୍ୟା ପରିମେୟ ନୁହେଁ। ସେ କହୁଛି ଯେ ପୂର୍ଣ୍ଣ ସଂଖ୍ୟା ପରିମେୟ ନୁହେଁ। ଠିକ୍ ନା ଭୁଲ? ପରିମେୟ ନୁହେଁ କହୁଛି। ଦେଖ ପୂର୍ଣ୍ଣ ସଂଖ୍ୟା ମାନେ তুমি ଜାଣିଛ କ'ଣ କହିଲ ଛୁଆ? ଇଣ୍ଟିଜର। ଇଣ୍ଟିଜର ମନେକର ଗୋଟେ ନେବି ମୁଁ 3। ପୂର୍ଣ୍ଣ ସଂଖ୍ୟା ଇଣ୍ଟିଜର ମାନେ ଏଇ IV କ୍ୱେଶ୍ଚନ ମୁଁ କରୁଛି, ଏଗୁଡ଼ା ଲିଭେଇ ଦେଲେ ନହେଲେ ତୁମେ କନଫ୍ୟୁଜ ହେଇଯିବ। IV କ୍ୱେଶ୍ଚନଟା କରୁଛି, ପୂର୍ଣ୍ଣ ସଂଖ୍ୟା ପରିମେୟ ସଂଖ୍ୟା ନୁହେଁ। ମନେକର ପୂର୍ଣ୍ଣ ସଂଖ୍ୟା ଗୋଟେ IVରେ 3, 3ଟା ଗୋଟେ ପରିମେୟ ସଂଖ୍ୟା ନା ନୁହେଁ? 3 ତଳେ କିଛି ନାହିଁ ମାନେ 3/1। ଏଇ ଗୋଟେ ପରିମେୟ ସଂଖ୍ୟା, ତାହେଲେ ପୂର୍ଣ୍ଣ ସଂଖ୍ୟା ଗୋଟେ ପରିମେୟ ସଂଖ୍ୟା। ଇଏ କହୁଛି ନୁହେଁ, ତାହେଲେ ଭୁଲ କହୁଛି। ପୂର୍ଣ୍ଣ ସଂଖ୍ୟା ଗୋଟେ ପରିମେୟ ସଂଖ୍ୟା ହବ, ଇଏ ନୁହେଁ କହୁଛି। ତାହେଲେ এটা କ'ଣ? ଫଲସ। ବୁଝିହେଲା? ଫଲସ। ଭି କ'ଣ କହୁଛି? -5 ଲେସ୍ ଦେନ୍ -3। -5ଟା ବଡ଼ ନା -3ଟା ବଡ଼? ଦେଖ ତମେ ସଂଖ୍ୟା ରେଖା ଦେଖିଥିବ। ସଂଖ୍ୟା ରେଖାରେ ଏଠି କ'ଣ ରୁହେ? 0 ଏପଟକୁ 1, ଏପଟକୁ 2, ଏପଟକୁ 3, ଏପଟକୁ 4, ଏମିତି ବଢ଼ି ବଢ଼ି ଚାଲିଯିବ। ଏପଟକୁ -1, ଏପଟକୁ -2, ଏପଟକୁ -3, ଏପଟକୁ -4। ଦେଖ ଛୁଆ 0ରୁ 1 ଟୁ ପ୍ଲସ୍ ଯେତେବେଳେ ଯିବ, ତୁମେ ଜାଣିଛ ଏଇଟା ସାନ, 1ଟା ସାନ, 2ଟା ତା ହେଇତେ ବଡ଼, 3ଟା ତା ହେଇତେ ବଡ଼, ଏଇଟା ବଢ଼ି ବଢ଼ି ଯାଉଛି। କିନ୍ତୁ ଏପଟକୁ ଦେଖ -1ଟା ବଡ଼, ଇଏ ଠାରୁ ଇଏ
ବଡ଼ ନୁହେଁ, ଏଠାରୁ ଇଏ ସାନ। ଏପଟକୁ ଗଲେ ବଢ଼ି ବଢ଼ି ଯାଉଛି ସଂଖ୍ୟା, ଏପଟକୁ ଗଲେ କମି କମି ଯିବ ସଂଖ୍ୟା। ମାଇନାସଟା ହେଉଛି ନା, ମାଇନାସ ମାନେ କମି କମି ଯାଉଛି। ତାହେଲେ କୁହ -5ଟା ବଡ଼ ନା -3ଟା ବଡ଼? -3ଟା ବଡ଼। -3ଟା ବଡ଼। -5 ଏପଟକୁ ଆସିବ -5। ତାହେଲେ ଏଇଟା ଠିକ୍ ଅଛି। -3ଟା ବଡ଼ ଯେହେତୁ ସେ ତା ଅପୋଜିଟ୍ ସାଇଡ୍କୁ ସେ ତୀର ଦେଖିଲା, ତାହେଲେ -5 ଲେସ୍ ଦେନ୍ -3, এটা ট্রু। এটা ট্রু। ঠিক ଅଛି ଯେ 0.9 ଉପରେ 12 ଏକ ପରିମେୟ ସଂଖ୍ୟା କି? এটা ଏକ ପରିମେୟ ସଂଖ୍ୟା କି? ହବ ନା ନାଇଁ ପରିମେୟ ସଂଖ୍ୟା? ଏଟାକୁ ତମେ ଜାଣିଛ 0.9 କୁ କେମିତି ପରିମେୟ ସଂଖ୍ୟା କରାହୁଏ? ତମେ ଫାଇନାଲରେ ପାଇବ 9/9। 9/9 x ଆକାରରେ ଯେମିତି ନେଇଥିବ, x 10x ଧରି କଲେ 9/9 ପାଇବ। ତାହେଲେ এটা କ'ଣ? ট্রু। এটা କ'ଣ? ট্রু। ପରିମେୟ ସଂଖ୍ୟା ହେଉଛି 9/9। ଏବେ ଦେଖ ଆଉ କ'ଣ ଗଲା, vi ଗଲା। ଏବେ ଦେଖ vi କ'ଣ? 0 ଏକ ଗଣନ ସଂଖ୍ୟା କି ଛୁଆ? 0 ଏକ ଗଣନ ସଂଖ୍ୟା କି? ଗଣନ ସଂଖ୍ୟା ଷ୍ଟାର୍ଟ କେତେରୁ ହୁଏ? 1 ପାଖରୁ। ମୁଁ କହିଥିଲି ନ୍ୟାଚୁରାଲ ନମ୍ବର 1 ପାଖରୁ ଷ୍ଟାର୍ଟ ହୁଏ, କିନ୍ତୁ 0 ଏକ ଗଣନ ସଂଖ୍ୟା ନୁହେଁ। n ଷ୍ଟାର ହେଲେ ଯାଇକି 0ରୁ ଷ୍ଟାର୍ଟ ହବ। ଏହା ସମ୍ପ୍ରସାରିତ ସ୍ୱାଭାବିକ ସେଟ୍ରେ 0 ରୁହେ, କିନ୍ତୁ ଗଣନ ସଂଖ୍ୟାରେ 0 ରୁହେ ନାହିଁ। ତାହେଲେ এটা ଫଲ୍ସ। এটা କ'ଣ? ଫଲ୍ସ। ମନେ ରଖିବ, এটা ଫଲ୍ସ। 0ଟା n ଷ୍ଟାରରେ ରୁହେ। n ଷ୍ଟାରଟା 0 1 2 3 0ରୁ ଷ୍ଟାର୍ଟ ହୁଏ, କହିଥିଲି ପଢ଼ିଲା ବେଳେ। ଆଉ n ଷ୍ଟାରଟାକୁ କ'ଣ କୁହାଯାଏ ନା ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା। ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା। କିନ୍ତୁ ଗଣନ ସଂଖ୍ୟା ହେଉଛି n। nଟା ଷ୍ଟାର୍ଟ ହୁଏ କ'ଣ? ନ୍ୟାଚୁରାଲ ନମ୍ବର ସ୍ୱାଭାବିକ ସଂଖ୍ୟାଟା 1 ପାଖରୁ, 0ରୁ ଷ୍ଟାର୍ଟ ହୁଏନି। ତାହେଲେ ଏଇଟା ସେ କହୁଛି 0 ଏକ ଗଣନ ସଂଖ୍ୟା। ଗଣନ ସଂଖ୍ୟା ତ 1ରୁ ଷ୍ଟାର୍ଟ ହୁଏ, 0 ଆସିବନି। ତାହେଲେ ଫଲ୍ସ। vi ଦେଖ, vi -1/2 ଏକ ପରିମେୟ ସଂଖ୍ୟା। -1/2 ଏକ ପରିମେୟ ସଂଖ୍ୟା ହବ ନା ନାଇଁ? ଭଗ୍ନ ସଂଖ୍ୟାରେ ଅଛି ମାନେ ପରିମେୟ ସଂଖ୍ୟା ହବ। ସେ ମାଇନାସ ଥାଉ ପ୍ଲସ୍ ଥାଉ କିଛି ଅସୁବିଧା ନାହିଁ। ଭଗ୍ନ ସଂଖ୍ୟାରେ ଅଛି ମାନେ ପରିମେୟ ସଂଖ୍ୟା ହବ। ତାହେଲେ ଟ୍ରୁ। ix a b କ'ଣ କହୁଛି? a b ଯଦି n ରେ ରହିବେ, a b ଯଦି ବିଲଙ୍ଗସ୍ ଟୁ n ହେଲେ a b ବିଲଙ୍ଗସ୍ ଟୁ n হবে। କ'ଣ କହୁଛି ସିଏ? କ'ଣ କହିଲା ବୁଝିପାରୁଛ ନା ନାଇଁ? ଯଦି ସିଏ କହୁଛି ଯେ a b n ରେ ରୁହନ୍ତି, ତାହେଲେ a ଗୁଣନ b n ରେ ରହିବେ କି? ସେ କହୁଛି ଏଇଟା ରହିବେ କି? ହଁ ନା ନାଇଁ ସେ ପଚାରୁଛି। କୁହ। ଏହାର ଅର୍ଥ ସେୟା। এটা ରହିବେ, କାରଣ ମନେକର a b ix ଟା ଟ୍ରୁ ହବ। x ଟା ଟ୍ରୁ ମନେକର a ନେବି 2, b ନେବି କେତେ ନା 5। ଏ 2 5 n ରେ ରହୁଛନ୍ତି ନ୍ୟାଚୁରାଲ ନମ୍ବର 1ରୁ ଷ୍ଟାର୍ଟ ମୁଁ କହିଥିଲି। ତାହେଲେ 2 5 ବି n ରେ ରହିଲେ। ତାହେଲେ କୁହ 2 ଗୁଣନ 5 କେତେ ହେବ? 2 5 10। 10ଟା n ରେ ରହିବ ନା ନାଇଁ? 10ଟା ବି n ରେ ଅଛି, ତାହେଲେ ଟ୍ରୁ। এটা କୁହ a b ଯଦି n ରେ ରୁହନ୍ତି, ହେଲେ a - b n ରେ ରହିବ କି ix ଟା ଛୁଆ? ନା, এটা ଫଲ୍ସ ହବ। କ'ଣ ପାଇଁ? ମନେକର a ମୁଁ ନେବି 2, b ନେଲି 5। ମତେ କୁହ a - b, ତାହେଲେ 2 - 5 କେତେ ହେବ? -3। -3ଟା ଛୁଆ n ରେ ରହିବନି। -3ଟା z ରେ ରୁହେ, n ରେ ନୁହେଁ। n ରେ ସବୁ ପ୍ଲସ୍ ହୁଏ। ତାହେଲେ এটা ଫଲ୍ସ। ତାହେଲେ x ଟା କ'ଣ? ଫଲ୍ସ। x ଡବଲ i a b ଯଦି n ରେ ହେଲେ a - b z ରେ ରହିବେ। ଯଦି a b ଦିଟା n ରେ ରହିବେ, a - b z ରେ ରହିବ। এটা ঠিক ନା ভুল? x ଡବଲ i ଠିକ ହବ ନା ଭୁଲ ହବ? x ଡବଲ i
এটা এক্স আই হব ছুଆ এক্স ডবল আই দুইটা ହେଇଛି ବୋଧେ এক্স এক্স ডবল আই এক্স ডবল এটা এক্স আই ଗୋଟେ হব এটা এক্স ডবল আই এক্স আইটা କ'ଣ হব ট্রু হব କ'ଣ ପାଇଁ ଦେଖ ଏ ମନେକର ଏଠି ମୁଁ ନେଲି ସେଇ 2 ବି ନେଲି ସେଇ 5 ଦୁଇ ଜଣ ଏନ୍ ରେ ରହୁଛନ୍ତି କିନ୍ତୁ ଏ ମାଇନସ୍ ବି ଜେଡ୍ ରେ ରହିବ ସେ କହୁଛି ତାହେଲେ ଯଦି 2 ରୁ 3 5 ଯିବ କେତେ ହବ -3 ତାହେଲେ -3 କେତେ ଜେଡ୍ ରେ ରହିବ ଜେଡ୍ ରେ ସବୁ ପ୍ଲସ୍ ମାଇନସ୍ ଜିରୋ ସବୁ ଜେଡ୍ ରେ ରହିବ ତାହେଲେ ରହିବ ବୁଝିହେଲା ମୋ କଥା ରହିବ ଏକ୍ସ ଡବଲ ଆଇଟା କ'ଣ କହୁଛି ଏ ବି ଯଦି ଜେଡ୍ ରେ ହେଲେ যদি জেড রহিবে তাহলে এ বাই বি কিউ রে রহিব ঠিক না ভুল হব এটা মনে কর এ বি মনে কর এটা হচ্ছে 3 এটা হচ্ছে 2 3 ଆଉ 2 ବୁଝିହେଲା 3 ଆଉ 2 ତାହେଲେ 3 2 କ'ଣ ଜେଡ୍ ରେ ରହୁଛନ୍ତି 3 2 ତ ଜେଡ୍ ରେ ରହୁଛନ୍ତି ଜାଣିଛ ତାହେଲେ 3/2 ଯଦି ମୁଁ କରିବି ଛୁଆ ସେ କ୍ୟୁ ରେ ରହିବ ନା ନାହିଁ କ୍ୟୁ ରେ ସବୁ ଭଗ୍ନ ସଂଖ୍ୟା ରହିବେ ଠିକ ଅଛି ମନେ କର ଛୁଆ ମୁଁ ଏଠି ନେବି ଏ ନେବି 3 বি নেবি কেতে না 0 বি নেবি 0 তাহলে দেখো 3 বি জেড রে যাଉଛି 0 বি জেড রে যাଉଛି জেড রে কোন কোন যাଉଛି তুমি মনে ରଖିଥିବା ଦରକାର ନହେଲେ ମୁଁ ଏଠି କହୁଥିବି ତମେ ଖାଲି ଶୁଣୁଥିବ ଜେଡ୍ ରେ ଯାଉଛି ତ ମନେ ଥିଲେ ତମେ ଜିନିଷଟା କନେକ୍ଟ କରି ବୁଝିପାରିବ ତାହେଲେ 3 ବି ଜେଡ୍ ରେ ଯାଉଛି 0 ବି ଜେଡ୍ ରେ ଯାଉଛି ଏବେ କୁହ a ବାଇ b ଯଦି କରିବି ତାହେଲେ 3/0 କରିବି 3/0 କଲେ କ'ଣ ହବ ଏଇଟା ଆସିବ ଇନଫିନିଟିଭ ମାନେ এটা ডিফাইন্ড আনডিফাইন্ড ইয়াକୁ ডিফাইন କରି হবনি 3/0 ହେଲେ এই চিহ্নটা আসব তাহলে এটা আনডিফাইন্ড যদি ହେଲା এটা কোন কিউ রে যাଉଛି ଛୁଆ কিউ রে যাଉଛି এটা যাଉନି তাহলে ভুল তাহলে ଗୋଟେ ভুল ହେଲା ମାନେ হবନି এটা ফলস ମୋ କଥା ବୁଝି ପାରିଲ ନା ନାହିଁ ଦେଖ ମୁଁ ଜାଣିଛି ତମେ ବୁଝି ପାରନ ଏଇଟା ମୁଁ ଆଉ ଥରେ କହୁଛି যদি ଛୁଆ এটি 2 এটি 3 নেব তাহলে জেডটারে 2 3 রু যদি ଯିବେ a বাই b রে মানে 2/3 কিউ রে ଯିବ না নাই কিউ রে ଯିବ ঠিক হଉଛି কিন্তু মনে করো b ମୁଁ 0 নি নেবি b ମୁଁ 0 নি নেবি তাহলে 2 a বাই b কোন হবো 2/0 2/0 হলে এটা ইনফিনিট মানে এই সিম্বলটা আসবে এটা কিউ রে আসুଛି কি আসু নাই তাহলে এটা হবনি তাহলে এটা ফলস ସେଥିପାଇଁ ସବୁ ଜିନିଷ ଆସିବା ଦରକାର କରେ a ବାଇ b ତମେ ଜେଡ୍ ର ଯଦି ଥିବ ନଉଛ ତାହେଲେ a ବାଇ b a ଆଉ b ଯଦି ଜେଡ୍ ରେ ଯାଉଛି ତାହେଲେ a ବାଇ b ମଧ୍ୟ q ରେ ରହିବ ତାହେଲେ এটা ରହୁ ନାହିଁ ତାହେଲେ এটা ଭୁଲ ହବ ଫଲସ ବୁଝିହେଲା 2 ନମ୍ବର ଗଲା 1 ନମ୍ବର ବୁଝିହେଲା ସବୁ ଯଦି ନ ବୁଝି ହେଇଛି ରିପିଟ୍ କରି ଦେଖିବ ତାକୁ 2 ନମ୍ବର क्वेश्चनଟା କ'ଣ କହୁଛି ଦେଖ 2 ନମ୍ବର क्वेश्चन କହୁଛି 1/2 ର যোগাত্মক ବିଲୋମୀ ଦେଖ ତୁମକୁ ମୁଁ ସବୁ ବୁଝେଇକି ଆସିଛି যোগাত্মକ ବିଲୋମୀ ଗୁଣାତ୍ମକ ବିଲୋମୀ ସବୁ ମୁଁ ବୁଝେଇକି ଆସିଛି ଏଇଠି ସବୁ ଅଛି ମୁଁ ସେଇ ପାଇଁ କହିଥିଲି ସର୍ଟ क्वेश्चनକୁ ଲାଷ୍ଟରେ ରଖ ମୁଁ ବୁଝେଇ ସାରିଲା ପରେ ଥିଓରି ତମକୁ ଲାଷ୍ଟରେ ସୁବିଧା ହେବ କରିବା ପାଇଁ ସେଠି ଯିଏ ବୁଝିଥିବ ଯୋଗାତ୍ମକ ବିଲୋମୀ କଥା ସେଇଠି କରିପାରିବ ଯୋଗାତ୍ମକ ବିଲୋମୀ କହିଛି ଯୋଗାତ୍ମକ ବିଲୋମୀ ମାନେ କ'ଣ ହବ ମିଶେଇଲେ କେତେ ହବ যোগাত্মক বিলোমী মানে মিশাইলে কেতে হব 0 হব মিশাইলে 0 হব তাহলে 1/2 রে কেতে মিশাইলে 0 হব না -1/2 স্যার -1/2 -7 ର ଗୁଣାତ୍ମକ ବିଲୋମୀ କେତେ ହେବ ଛୁଆ ଗୁଣାତ୍ମକ ବିଲୋମୀ ମାନେ ଗୁଣିନେ କେତେ ହେବ 1 ହେବ ଗୁଣିନେ 1 ହେବ ତାହେଲେ କୁହ -7 ରେ କେତେ ଗୁଣିଲେ 1 ହେବ ନା -1/7 ହଁ ନା ନାହିଁ -1/7 ସାର୍ ଗୁଣିଲେ 1 ହେଇଯିବ କାରଣ ମାଇନସ୍ ରେ ମାଇନସ୍ ଗୁଣିଲେ ପ୍ଲସ୍ 7 କୁ 7 ରେ କାଟିଦେଲେ ଆଉ 1 ହିଁ ରହିବ ତାହେଲେ ପ୍ଲସ୍ 1 ସେ କହୁଛି 3i क्वेश्चनଟା ଦେଖ
ଡେସ୍ ତା ନିଜର ଯୋଗାତ୍ମକ ବିଲୋମୀ। ଡେସ୍ ତା ନିଜର ଯୋଗାତ୍ମକ ବିଲୋମୀ କେତେ? 0। ଡେସ୍ ତା ନିଜର ଯୋଗାତ୍ମକ ବିଲୋମୀ 0। ଡେସ୍ ତା ନିଜର ଗୁଣାତ୍ମକ ବିଲୋମୀ 1। କ'ଣ ପାଇଁ ନା 1 ରେ 1 ଗୁଣିଲେ କେତେ? ସେଇ 1 ଗୁଣାତ୍ମକ ବିଲୋମୀ। 1 ଆଉ କ'ଣ -1 ବି ହେଇପାରିବ। 1 ଆଉ -1 ବି ହେଇପାରିବ। -1 ଆଉ ଓ 1 ଦୁଇଟା ହେଇପାରିବ। ଆଉ 0 ରେ 0 କ'ଣ ମିଶେଇଲେ ସେ ଯୋଗାତ୍ମକ ବିଲୋମୀ ସେଇ 0 ହେଉଛି, ତାହେଲେ 0। ଆଉ ଡେସ୍ ତା ନିଜର ଗୁଣାତ୍ମକ ବିଲୋମୀ, ତାହେଲେ 1 ହେଇପାରିବ। 1 ରେ 1 ଗୁଣିଲେ ସେଇ 1, -1 ରେ -1 ଗୁଣିଲେ ସେଇ 1। ବୁଝିହେଲା? ତାହେଲେ -1 ର ଗୁଣାତ୍ମକ ବିଲୋମୀ କେତେ? ନା -1। 1 ର ଗୁଣାତ୍ମକ ବିଲୋମୀ କେତେ? ନା ସେଇ 1, କାରଣ 1 ରେ 1 ଗୁଣିଲେ ମୋର ରେଜଲ୍ଟ କେତେ? 1 ବାହାରିବ। ଆଉ 0 ର ଯୋଗାତ୍ମକ ବିଲୋମୀ କେତେ? ଯୋଗାତ୍ମକ ବିଲୋମୀ ମାନେ ଜାଣିଛି ମୁଁ ନା ମିଶେଇଲେ ଦୁଇଟାକୁ 0 ହେଉଥିବ। ତାହେଲେ 0 ରେ କେତେ ମିଶେଇଲେ 0 ହେବ? 0 ରେ ସେଇ 0 ମିଶେଇଲେ 0 ହେବ। ବୁଝିହେଉଛି କଥା ତ? ଏବେ ଦେଖ ଆଇଭିଟା ଦେଖ, ପୂର୍ଣ୍ଣ ସଂଖ୍ୟା ସେଟ୍ରେ ଯୋଗାତ୍ମକ ଅଭେଦ। ପୂର୍ଣ୍ଣ ସଂଖ୍ୟା ସେଟ୍ରେ ଯୋଗାତ୍ମକ ଅଭେଦ ମାନେ କ'ଣ ଛୁଆ? ନା କ'ଣ ମିଶେଇଲେ ଯେଉଁ ସଂଖ୍ୟା ଥିବ ସେଇ ସଂଖ୍ୟା ରହିବ 0। ଯୋଗାତ୍ମକ ଅଭେଦ ମାନେ କିଛି ଚେଞ୍ଜ ହେବନି, ଯୋଗ କଲେ କିଛି ଚେଞ୍ଜ ହେବନି, ତାହେଲେ 0 ଯୋଗାତ୍ମକ ଅଭେଦ ପୂର୍ଣ୍ଣ ସଂଖ୍ୟା ସେଟ୍। ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟାର ଯୋଗଫଳ। ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟାର ଯୋଗଫଳ କ'ଣ ହେବ? ଅଯୁଗ୍ମ। ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟାର ଯୋଗଫଳ ସବୁବେଳେ କ'ଣ ହେବ? ଅଯୁଗ୍ମ ହେବ। ଅଯୁଗ୍ମ ହେବ ସବୁବେଳେ। ତମେ ୟାକୁ ସଂଖ୍ୟା ମାଧ୍ୟମରେ ନେଇପାରିବ। ଯୁଗ୍ମ ସଂଖ୍ୟା ମନେକର 4, ଅଯୁଗ୍ମ ସଂଖ୍ୟା ମନେକର 5। 4 5 କେତେ? 9। 9ଟା କ'ଣ ଗୋଟେ ଅଯୁଗ୍ମ, ତାହେଲେ ଯୁଗ୍ମ ଅଯୁଗ୍ମ ସଂଖ୍ୟାର ଯୋଗଫଳ କ'ଣ? ଅଯୁଗ୍ମ। ବୁଝିହେଉଛି? ବୁଝିହେଉଛି ନା ବୁଝି ହେଉନି? ଯୁଗ୍ମ ସଂଖ୍ୟା ଏଇ ସଂଖ୍ୟାକୁ ନେଇକି ବି କରିପାରିବ, ନହେଲେ ଯୁଗ୍ମ ସଂଖ୍ୟା ମନେକର ଗୋଟେ ନେଇପାରିବ, ଆଉ ଗୋଟେ ଫର୍ମାଟ୍ରେ ନେଇପାରିବ କ'ଣ ନା 2n। ଏଇଟା ହେଉଛି କ'ଣ? ଯୁଗ୍ମ ସଂଖ୍ୟା। ଅଯୁଗ୍ମ ସଂଖ୍ୟା କ'ଣ ନା 2n + 1। ଏଇଟା ଅଯୁଗ୍ମ ସଂଖ୍ୟା, ଏଇଟା ଯୁଗ୍ମ ସଂଖ୍ୟା ଜାଣିଛ। ଦୁଇଟାକୁ ଯଦି ମୁଁ ମିଶେଇବି 4n + 1, ଦେଖ 4n ଟା ମାନେ କ'ଣ 2 ଦ୍ୱାରା ବିଭାଜ୍ୟ ହେଇଯିବ, କିନ୍ତୁ 1 ଟା 2 ଦ୍ୱାରା ବିଭାଜ୍ୟ ହେଉନାହିଁ। ତାହେଲେ 1 ଏମିତି ବଢ଼ୁଛି ମାନେ ଏଇଟା ହେଉଛି ଅଯୁଗ୍ମ। ବୁଝିପାରିଲ? ଅଯୁଗ୍ମ। ଏପଟେ ବି ବୁଝିପାରିବ, ସୁବିଧା ହେବ ଏଇପଟେ ବୁଝ। ଏବେ ଦେଖ VII क्वेश्चन, ଡେସ୍ ଏକମାତ୍ର ଯୁଗ୍ମ ମୌଳିକ ସଂଖ୍ୟା ଅଟେ। କିଏ? କିଏ ଯୁଗ୍ମ ମୌଳିକ ସଂଖ୍ୟା? ସିଏ 2। 2 ଗୋଟେ ଯୁଗ୍ମ ସଂଖ୍ୟା ଆଉ ମୌଳିକ ସଂଖ୍ୟା। ମୌଳିକ ମାନେ ତମକୁ କହିଥିଲି ଯେଉଁ ସଂଖ୍ୟାର କେବଳ 2ଟି ମାତ୍ର ଗୁଣନୀୟକ ଥିବ, ଯିଏ ହେଉଛି ନିଜେ ଆଉ 1। ମାନେ କ'ଣ? ଗୁଣନୀୟକ ମାନେ ହେଉଛି ଛୁଆ ସେ ସେଇ ସଂଖ୍ୟା 2ଟି ଦ୍ୱାରା କାଟୁଥିବ, ତାହେଲେ ସେ ସଂଖ୍ୟା 2ଟି କ'ଣ? 2 ନିଜେ ଆଉ 1, ତାହେଲେ ସେ ହେଉଛି ମୌଳିକ ସଂଖ୍ୟା। ତାହେଲେ 2 ଦେଖ ମୌଳିକ ସଂଖ୍ୟା ବି ଆଉ ଯୁଗ୍ମ ସଂଖ୍ୟା ବି। ବୁଝିହେଉଛି? ଗୁଣନୀୟକ ତାର କେବଳ କେତେଟା ଗୁଣନୀୟକ ଥିବ? ମୌଳିକ ସଂଖ୍ୟାର 2ଟି ଗୁଣନୀୟକ। କ'ଣ କ'ଣ? ସେ 1 ଆଉ ସେ ନିଜେ। 1 ଆଉ ସେ ନିଜେ। ଗୁଣନୀୟକ ଭଲସେ ବୁଝିବ। ଗୁଣନୀୟକ ମାନେ ହେଉଛି ସେଇ ସଂଖ୍ୟାଟା କାଟି ପାରୁଥିବ 2କୁ, ଗୁଣନୀୟକ। ବୁଝିହେଲା? ଆଉ ଛୁଆ କନଫ୍ୟୁଜ ହେଉନାହିଁ। ଗୁଣନୀୟକ ଆଉ ଗୁଣିତକ। ଗୁଣିତକ ମାନେ 2ରେ ଯାହା ଯାହା ଗୁଣିବ, 2 2 4, 2 3 6, 2 6 8, ଏଗୁଡ଼ା ସବୁ ଗୁଣିତକ ଗୁଡ଼ା। ବୁଝିହେଲା? ଗୁଣନୀୟକ ମାନେ ଯିଏ 2କୁ କାଟି ପାରୁଥିବ, ଗୁଣନୀୟକ। VII ଟା କ'ଣ? ସର୍ବନିମ୍ନ ଅଯୁଗ୍ମ ମୌଳିକ ସଂଖ୍ୟାଟି ଡେସ୍ ଅଟେ। ସର୍ବନିମ୍ନ ଅଯୁଗ୍ମ ମୌଳିକ ସଂଖ୍ୟାଟି କେତେ ହେବ ଛୁଆ? ସର୍ବନିମ୍ନ ଅଯୁଗ୍ମ ମୌଳିକ ସଂଖ୍ୟାଟି। ଦେଖ ମୌଳିକ ସଂଖ୍ୟା ମାନେ କେବଳ 1 ଦ୍ୱାରା କାଟୁଥିବ ଆଉ ସେ ନିଜ ଦ୍ୱାରା କାଟୁଥିବ। ତାହେଲେ 1 ଗୋଟେ ମୌଳିକ ସଂଖ୍ୟା ଛୁଆ ହେଇପାରିବ କି? ହେଇପାରିବ ନାହିଁ, କାରଣ 1ଟା କେବଳ 1 ଦ୍ୱାରା କାଟୁଛି। ଆଉ ଗୋଟେ ଯେଉଁ ସଂଖ୍ୟାର 2ଟି ଗୁଣନୀୟକ ଥିବ, 1ର ନାହିଁ, ତାହେଲେ 1ଟା ଗୋଟେ ମୌଳିକ ସଂଖ୍ୟା ନୁହେଁ। 2ଟା ଗୋଟେ
যুগ্ম সংখ্যা, দুইটা গোটে যুগ্ম সংখ্যা, তাহলে ইয়ে ବି হবନି। ସେ କହୁଛି ସର୍ବନିମ୍ନ ଅଯୁଗ୍ମ ମୌଳିକ ସଂଖ୍ୟାଟି, ତାହେଲେ 3 ଦେଖ ଯୁଗ୍ମ ବି ଆଉ ସବୁଠୁ ସାନ, ଇଏ ମୌଳିକ ସଂଖ୍ୟା ବି, ୟାର କେତେ 1 ଗୋଟେ ଗୁଣନୀୟକ ଆଉ 3 ଗୋଟେ ଗୁଣନୀୟକ, ତାହେଲେ ହବ କେତେ ସଂଖ୍ୟାଟା 3, ବୁଝିହେଲା 3। IX ଟା କ'ଣ ଗୁଣନ ପ୍ରକ୍ରିୟା ଡେସ୍ ପ୍ରକ୍ରିୟାକୁ ବଣ୍ଟନ କରେ, ଗୁଣନ ପ୍ରକ୍ରିୟା ଡେସ୍ ପ୍ରକ୍ରିୟାକୁ ବଣ୍ଟନ କରେ, କ'ଣ ପ୍ରକ୍ରିୟାକୁ ଯୋଗ ପ୍ରକ୍ରିୟାକୁ, କ'ଣ ପ୍ରକ୍ରିୟାକୁ ବଣ୍ଟନ କରେ ଯୋଗ ପ୍ରକ୍ରିୟାକୁ। ଗୁଣନ ପ୍ରକ୍ରିୟା ଯୋଗ ପ୍ରକ୍ରିୟାକୁ ବଣ୍ଟନ କରେ, ଗୁଣନ ପ୍ରକ୍ରିୟା ଯୋଗ ପ୍ରକ୍ରିୟାକୁ ବଣ୍ଟନ କରେ, ବୁଝିପାରୁଛ। ଗୁଣନ ପ୍ରକ୍ରିୟା ଯୋଗ ପ୍ରକ୍ରିୟାକୁ ବଣ୍ଟନ କରେ। এটা ଗୁଣନ ପ୍ରକ୍ରିୟା ଯୋଗ ପ୍ରକ୍ରିୟା ବଣ୍ଟନ କରେ। ତମେ ଦେଖିପାରିବ ତମର ଗୋଟେ ଥିବ 21 ନମ୍ବର ପେଜର ଅଛି ତମର, ଏଠି ଦେଖ ଗୁଣନ ପ୍ରକ୍ରିୟା ଯୋଗ ପ୍ରକ୍ରିୟାକୁ ବଣ୍ଟନ କରେ। ଯଦି ନ ବୁଝିପାରୁଛ ଏଠି ଦେଖ କେମିତି ବଣ୍ଟନ କରୁଛେ, या ମାନେ କ'ଣ ଭଲସେ ଏଠି ଦେଖ। देख छुआ बंटन धर्म गुणन, ये गुणन ही ना छुआ, एम सहित एन को गुणिला, एम सहित पी को गुणिला, ताले गुणन हैला, गुणन हेले कोन हैला, एटा बंटन हो गला। देखो एम एन एम पी हैला, दीटा अलग अलग आसला, बुझी पालो। एम गुणन एन आउ पी हैला, एटी अलग अलग कर देला। देखो ये एम एन गुटे हैला, एम पी गुटे हैला, अर्थात गुणन प्रक्रिया जोग प्रक्रिया को बंटन करे। एटी पॉइंटटा अछि, एटा क्वेश्चन पचारछि। अर्थात गुणन प्रक्रिया एटा हो गुणन प्रक्रिया जोग प्रक्रिया को बंटन करे। जोग प्रक्रिया एटा दीटा को बंटन करला से अलग अलग कर देला, बुझी पारलो, बुझी पारलो ना नहीं, ना बुझी पारुनो किए। ताले गुणन प्रक्रिया जोग प्रक्रिया को बंटन करे, सेठी अछि डायरेक्ट। तबे आईएक्स गला एक्स, परिमेय संख्या सेट रे दुईटी परस्पर जोगात्मक विलोमी उपादान को मिसाइले फल डैश अटे। कौन सी कहला फास्ट बुझ भलसे। परिमेय संख्या सेट रे दुईटी परस्पर जोगात्मक विलोमी उपादान को, परिमेय संख्या माने भग्न संख्या रे थिबो, संख्या सेट दुईटी परस्पर जोगात्मक विलोमी उपादान को मिसाइले, परस्पर जोगात्मक विलोमी उपादान को मिसाइले फल कौन हम ना जीरो हम छुआ, जीरो हम। मन कर 1/2, 1/2 यार जोगात्मक विलोमी केते प्लस माइनस 1/2, ताले दीटा को जदि मु मिसेबी से कहूँ केते हम जीरो हम। जोगात्मक विलोमी उपादान दीटा हूँ जोगात्मक विलोमी उपादान, 1/2 रो जोगात्मक विलोमी -1/2 कि -1/2 रो जोगात्मक विलोमी केते +1/2, दीटा मिसेले कोन होछि जीरो होछि, एटा जीरो। एक्स आई क्वेश्चन ता देखिलो छुआ, एक्स आई एन इंटरसेक्शन एन स्टार, एन इंटरसेक्शन एन स्टार कोन हो, एन इंटरसेक्शन एन स्टार कोन हो, एन हो। कोन पय छुआ कहलो, तुम जानिच सेट रे इंटरसेक्शन माने दीटा जाकरे कौन कॉमन अछि। देखो एन स्टार रे गुटे एक्स्ट्रा अछि कोन जीरो, जीरो कतरु एन स्टार टा चले, ताले देखो जीरो कतरु ये जीवो, ताले 0 1 2 3 4 5, एन रे केवल 1 2 3 4 5 अछि छुआ, ताले दीटा रे इंटरसेक्शन माने दीटा रे कॉमन अछि। कॉमन कोन 1 रु स्टार्ट दीटा जाको, किंतु 0 रु स्टार माने 0 रु स्टार्ट, ताले 0 को छाडी देले कोन एन, 1 रु जो स्टार्ट होछि ताले केवल एन होछि। इंटरसेक्शन दीटा जदि करिबी केवल एन आसीबो ना, कि बुझी पारनो, कि बुझी पारनो। ए जो एन स्टार माने ये 0 रु स्टार्ट होछि, बुझ पारलो छुआ, 0 रु स्टार्ट, किंतु 0 रु स्टार्ट हेले एथरे 1 2 3 4 5 भी होछि, एथरे भी 1 2 3 4, ये 0 रु नहीं, ये 1 रु स्टार्ट 1 2 3 4 5 होछि।
ତାହେଲେ ଦୁଇଟା ଯାକରେ କମନ୍ କ'ଣ ଅଛି ନା 1 2 3 4 5 1 2 3 4 5 ମାନେ କ'ଣ ସେଇଟା n 0କୁ ଛାଡ଼ିଦେଲେ 1 2 3 4 5 ମାନେ n ତାହେଲେ n ଆନ୍ସର ଜେଡ୍ ସେଟ୍ରେ -1ର ଗୁଣାତ୍ମକ ବିଲୋମୀ ଜେଡ୍ ସେଟ୍ରେ -1ର ଗୁଣାତ୍ମକ ବିଲୋମୀ କେତେ ହେବ ଜେଡ୍ ସେଟ୍ରେ -1ର ଗୁଣାତ୍ମକ ବିଲୋମୀ ମୁଁ କହିଛି ଗୁଣାତ୍ମକ ବିଲୋମୀ ଦେଖିଲେ ତୁମ ମାଇଣ୍ଡକୁ ଆସୁଥିବା ଦରକାର କରେ ଗୋଟେ ଜିନିଷ ଯେ ଗୁଣି ଗଲେ 1 ହେଉଥିବ ପୁଣି ସେଇ ସଂଖ୍ୟାରେ କ'ଣ ଗୁଣି ଗଲେ 1 ହେଉଥିବ ତାହେଲେ -1ରେ କେତେ ଗୁଣିଲେ 1 ହେବ ନା -1 ସାର୍ ମାଇନସ୍ ମାଇନସ୍ ପ୍ଲସ୍ 1ରେ ଗୁଣିଲେ 1 ତାହେଲେ ଜେଡ୍ ସେଟ୍ରେ -1ର ଗୁଣାତ୍ମକ ବିଲୋମୀ -1 ବୁଝିହେଲା ବୁଝିହେଲା ନା ନାଇଁ ବୁଝିହେଲା ଏବେ ଦେଖ 3 ନମ୍ବର କ୍ୱେଶ୍ଚନଟା ଦେଖ ସେ କହିଛି ନିମ୍ନଲିଖିତ ପ୍ରତ୍ୟେକ ପ୍ରଶ୍ନ ପାଇଁ ପ୍ରଦତ୍ତ ସମ୍ଭାବ୍ୟ ଉତ୍ତରରୁ ଠିକ୍ ଉତ୍ତରଟି ବାଛି ଲେଖ ସେ କହିଛି ଆଇ କ୍ୱେଶ୍ଚନ କ'ଣ କହୁଛି ଏନ୍ ଏମ୍ ଯଦି ଜେଡ୍ରେ ଯାଉଛନ୍ତି ଏନ୍ ଏମ୍ ବିଲଙ୍ଗସ୍ ଟୁ ଜେଡ୍ ଯଦି ଜେଡ୍ରେ ଯାଉଛନ୍ତି ହେଲେ ନିମ୍ନଲିଖିତ ମଧ୍ୟରୁ କେଉଁଟି ଅସତ୍ୟ କେଉଁଟା ଅସତ୍ୟ କେଉଁଟା ଅସତ୍ୟ ହେବ କେଉଁଟା ଅସତ୍ୟ ହେବ ଛୁଆ ଦେଖ ଛୁଆ ଏଇଟା ଗୁଣ ନୁହଁ ଏଇଠି ଗୁଣନ ଚିହ୍ନ ଦେଇଥିଲା ଏଇଟା ହେଉଛି ଭାଗ ଚିହ୍ନଟା এই চিহ্নটা আসবে ভাগ চিহ্নটি আসবে দেখো মনে কর যাহা বি তুমি নব ଏ ଦୁଇଟା ଏନ୍ ମନେକର ନେଲି ମୁଁ ଏନ୍ ମନେକର ନେଲି 3 ଏମ୍ ମନେକର ନେଲି 0 ଦେଖ ଛୁଆ 3 ଆଉ 0 ମିଶେଇଲେ କେତେ ହେବ 3 ହେବ ସେଟା ଜେଡ୍ରେ ଯାଉଛି ଏଇଟା ଠିକ୍ ଅଛି ଏମ୍ କେତେ ମନେକର 0 ନେଇଛି -3 କରିଲି ଯଦି କେତେ ହେବ -3 ହେବ ତାହେଲେ ଏଟା ବି ଜେଡ୍ରେ -3 ଅଛି एन को 0 रे जदि गुणिबी ताले केते हबो 3 गुणन 0 केते हबो 0 हबो से भी जेड रे जाउछि किंतु मने करो एन केते नेछि मु 3 नेछि 3 भाग चिन्ह अछि भाग चिन्ह माने 11 0 तळे एम अछि एम टा तळे ताले 3 रे 0 भाग कले इन्फिनिटिव एटा कोन छुआ जाउछि कि जेड रे जाउ नाही ताले एटा हबो भूल असत्य केउंटी असत्य से कहितला ताले कोनटा असत्य एटा बुझपारछो एटा जेड सेट रे केउंटी सत्य 2i क्वेश्चन ता देखो जेड सेट रे केउंटी सत्य जेड सेट रे केउंटी सत्य कोनटा जगात्मक अभेद 0 एटा जगात्मक अभेद 0 जेड सेट रे केउंटी सत्य जगात्मक अभेद केते 0 हो परिबो आ सब भूल एगुडा जेगुडा अछि सब भूल हबो ए जगात्मक अभेद ठीक हबो जगात्मक अभेद केते कोन अरे जगात्मक अभेद 0 माने कोन कोन संख्या रे गुटे कोन संख्या रे कोन मिसेले किसी चेंज होबनी जगा कोन मिसेले माने जोग करले जगात्मक अभेद माने मिसेले कोन चेंज होबनी से संख्या रे 0 ताले इटा ठीक अछि 3i क्वेश्चन निम्नलिखित मध्यरु केउटी सत्य कोनटा सत्य देखो दुईटी अजुग्म संख्यार गुणफल अजुग्म एटा दुईटी अजुग्म संख्यार गुणफल अजुग्म अजुग्म संख्या दुईटी मन कर 3 आ गोटे होची 5 ताले गुणफल केते हला अजुग्म 5 3 15 एटा अजुग्म होची ताले एटा ठीक बुझी हला आईपी कहूची कोन निम्नलिखित मध्यरु केउटी सत्य कोनटा सत्य से कहूची जदि x टा y ठारू सानो x लेस देन y आ y टा z ठारू सानो ताले x टा लेस देन z होबो ना नाही मने करो x टा नेली 2 एटा नेली
3 ଛୁଆଟି 2ଟା 3 ଠାରୁ କ'ଣ ସାନ, ତାହେଲେ ଠିକ୍ ଅଛି। ୱାଇଟା ଜେଡ୍ ଠାରୁ ସାନ, ୱାଇଟା ମୁଁ ନେଇଥିଲି 3, ଏଠି 3, ତାହେଲେ ଜେଡ୍ଟା ୱାଇ ଠାରୁ ବଡ଼ ମାନେ ୟାକୁ ମନେକର 4। ତାହେଲେ କୁହ ମୋତେ ଏକ୍ସଟା ଜେଡ୍ ଠାରୁ ସାନ ହେବ ନା ନାହିଁ? ଏକ୍ସ ମୁଁ କେତେ ନେଇଥିଲି 2, ଜେଡ୍ କେତେ ନେଇଛି 4, ତାହେଲେ ସାନ ହେବ ନା ନାହିଁ? ହେଉଛି। ଏଇଟା ଠିକ୍ ଅଛି। ତାହେଲେ ବୁଝିହେଲା। ଏବେ ଭି କ୍ୱେଶ୍ଚନଟା ଦେଖ। ଭି କ୍ୱେଶ୍ଚନଟା କହିଛି ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍? କେଉଁଟି ଠିକ୍ ତମେ କରିଲେ ଦେଖିବ, ସଲ୍ଭ କଲେ ବିଟା ହେବ ଠିକ୍ କ'ଣ ନା 1/5ର ଦଶମିକ ପରିପ୍ରକାଶଟି ହେବ କ'ଣ ନା 0.1999। କ'ଣ ହେବ? ଏମିତି ହେବ। ଦେଖ ତମେ କ'ଣ ଜାଣିବ କେମିତି ନା 1ରେ ଯେତେବେଳେ ୟା ଅର୍ଥ କ'ଣ 1/5ର 1ରେ ଯେତେବେଳେ 5କୁ ଭାଗ କରିବ, ଫାଷ୍ଟ ତୁମର ପଏଣ୍ଟ ଆସିବ, ପଏଣ୍ଟ ଆସିଲେ ଏଠି 0 ଆସିବ। 1/5 ଦଶମିକ ପରିପ୍ରକାଶଟି ଦଶମିକ ପରିପ୍ରକାଶଟି 0.1999 ହେଉଛି ନା ଛୁଆ, 1999 ହେଉଛି। ଆଚ୍ଛା, 199 ହେଉଛି ନା ଛୁଆ। ଏଠି ତ 5 ପଏଣ୍ଟ ଯଦି ଆସିଯିବ ତାହେଲେ 5 2 10 ହେଇଯିବ। 5 2 10 ହେଇଯାଉଛି, 5 2 10 ହେଇଯାଉଛି। ତାହେଲେ ଏପଟେ କଲେ ତୁମର 0.2 ଆସୁଛି ନା, 0.2 ଆସୁଛି ଏପଟେ କଲେ 0.2 ଆସୁଛି। ତ 0.199 ୟାକୁ ରାଉଣ୍ଡ ଫିଗର କରିଦେଲେ 0.2 ହେବ, 0.2 ହେବ। କିନ୍ତୁ ତମେ ଯଦି 0.199କୁ 0.199କୁ ମୁଁ ଯେମିତି କହିଥିଲି x ଆଉ 10x ଧରି କରିବ, କ'ଣ କରିବା? ମନେକର x ସମାନ ଦେଇଛି କେତେ 0.19999 ଦେଇଛି। ତାହେଲେ 10x ଫାଷ୍ଟ କରିବା, 10x ସମାନ କେତେ ହେବ? 1ଟା ଏପଟକୁ ପଳେଇ ଆସିବ, ତାହେଲେ 1.99। ଏବେ 1.99 ହେଲା, ଏପଟେ ଗୋଟେ ସେମ୍ ଜିନିଷ ରିପିଟ୍ ହେଉଛି, ତାହେଲେ ତା ପର ସଂଖ୍ୟାଟାକୁ ନେବ କ'ଣ ନା ଏଠି 10x ହେଇଛ ନହେଲେ ଏଠି 100x ନେବ। 100x ସମାନ କେତେ ହେବ ନା 9ଟା ଏପଟକୁ ଚାଲି ଆସିବ, ତାହେଲେ 9.99 ହେବ। ଏମିତି ହେଲା। ଏବେ ମାଇନାସ୍ କରିବା, କାହାକୁ ମାଇନାସ୍ କରିବା? ଏଇ ଦୁଇଟାକୁ। 100xରୁ 10x ପଳେଇଗଲା, ଏଇଟା କେତେ ହେବ 19x ସମାନ ଏ 9 ଇଏ 9 କଟିଯିବ, 19ରୁ 1 ଗଲା, 19ରୁ 1 ଗଲେ କେତେ 18। ତାହେଲେ ଇମ୍ପ୍ଲାଇ ଦ୍ୟାଟ୍ x ସମାନ କେତେ ହେବ 18/90। 18/90 ଦେଖ 18କୁ ପଣିକା ଡାକ, 18 କେ 18, 18 ପଞ୍ଚା 90, ତାହେଲେ କେତେ ବାହାରିଲା 1/5 ହେଲା ନା। ତାହେଲେ ଏଟାକୁ ଯଦି ତୁମେ ଉଲ୍ଟା ପଟେ ନେବ, ଏଇପଟେ ନେବ, ଏଇଟା 1/5 ହିଁ ଆସୁଛି। ତାହେଲେ ଏଇଟା ଠିକ୍ ଅଛି। ବୁଝିହେଲା? ଠିକ୍ ଅଛି। ହେଲା। ଏବେ ଦେଖ VI क्वेश्चनटा देख। VI क्वेश्चन कौन कौची ना मध्य बृहत्तम परिमेय संख्याटी केउंटी 1/2, 2/3, 3/5, 4/7 मध्य बृहत्तम परिमेय संख्या केउंटी। छुआ एमती क्वेश्चन थिले जानिबो केमती कहलो बृहत्तम परिमेय संख्या कोनटा हबो जानिबो केमती कहलो छुआ तुमरो मेन काम होची तुमे हर को सेम करदबो। तुम कौन कर ना जो हर गुड़ा अच्छी ना छुआ 2, 3, 5, 7 या सेम करदब। सेम हर करदेले तुम जानीज कौटा बड़ कौटा सान। सेम हर केमती कर छुआ कहल ना लसाऊ काढ़ देख लसाऊ काढ़ जिते मौलिक संख्या थी ना छुआ लसाऊ केमती काढ़ कहल समस्त पुणीदेव 2, 3, 5, 7 एगुड़ा सब मौलिक संख्या ना छुआ मौलिक संख्या ना
ତାହେଲେ ମୌଳିକ ସଂଖ୍ୟା ମାନେ ୟାକୁ ଆମେ କାହା ଦ୍ୱାରା କାଟିପାରିବା? ସେ କେବଳ 1 ଦ୍ୱାରା କାଟିବ ଆଉ ନିଜ ଦ୍ୱାରା କାଟିବ, କାଟିବନି। ତାହେଲେ ମୌଳିକ ସଂଖ୍ୟା ମାନେ ଯେତେବେଳେ ଥିବେ, ମନେ ରଖିବ, ଏଇଟା ଇମ୍ପୋର୍ଟାଣ୍ଟ କଥା। ଯେତେବେଳେ ଦେଖିବ ମୌଳିକ ସଂଖ୍ୟା ଗୁଡ଼ିକ କେବଳ ଥିବ, ତାର ଲସାଗୁ କେମିତି କାଢ଼ିବ? ନା ସେଇ ମୌଳିକ ସଂଖ୍ୟାମାନଙ୍କୁ ଗୁଣିଦେବ, ମୌଳିକ ସଂଖ୍ୟାମାନଙ୍କୁ ଗୁଣିଦେବ। ତାହେଲେ 2 ଗୁଣନ 3 ଗୁଣନ 5 ଗୁଣନ 7 କେତେ ହେବ? ଏଇଟା 2ରେ 3 ଗୁଣିଲେ 2 3 6, 2 3 6, 6 5 30, 30ରେ 7 ଗୁଣିଲେ 7 21, 210, 210। ତାର ଲସାଗୁ ହେଲା 210। ଏବେ କ'ଣ କରିବ? ତମ କାମ ହେଉଛି କ'ଣ? ନା ସବୁର ଲସାଗୁ ସେମ୍ କରିଦିଅ, ସବୁର ଲସାଗୁ ସେମ୍ କରିଦିଅ। କ'ଣ କରିବ? ନା 1/2 ଇକ୍ୱାଲ୍ ଟୁ 1 ଇଣ୍ଟୁ 2 ଇଣ୍ଟୁ, ଦେଖ 210 କରିବାର ଅଛି ମୋତେ ତଳେ। ତାହେଲେ 2ରେ କେତେ ଗୁଣିଲେ 210 ହେବ? ନା 105। 2ରେ କେତେ ଗୁଣିଲେ 105? ଉପରେ ତଳ ଯାହା ଗୁଣିଛି ଉପରେ ବି ସେୟା ତୁମେ ଗୁଣି ପାରିବ, କିଛି ଅସୁବିଧା ନାହିଁ। ତାହେଲେ 105 ଗୁଣି, ତାହେଲେ ଏଟା ସଂଖ୍ୟାଟା ହେବ 105/210। ସେମିତି 2/3 କୁ ନେଲେ 2/3 କୁହ, 3ରେ କେତେ ଗୁଣିଲେ 210 ହେବ? 3ରେ କେତେ ଗୁଣିବି? ନା 70। ତଳେ 70 ଗୁଣିବ ମାନେ ଉପରେ ବି 70 ଗୁଣିବ। ତାହେଲେ କେତେ ହେବ? 70ରେ 2 ଗୁଣିଲେ 140, 70ରେ 3 ଗୁଣିଲେ କେତେ? 210। ତଳେ ସବୁ ସେମ୍ ହେବ। 3 ଆଉ 5 ଯେତେବେଳେ ନେବି, 3 5, 5ରେ କେତେ ଗୁଣିଲେ 210 ହେବ? 5ରେ କେତେ ଗୁଣିଲେ 210 ହେବ? 5ରେ ଭାଗ କରିଦେବ, 210ରେ 5 ଭାଗ କରିଦେବ, କେତେ ହେବ? 42। ଏ ବି 42। ତାହେଲେ 3ରେ 42 ଗୁଣିଲେ 3 ଦୁନେ 6, 3 6 12, 126। এটা ହେବ 210। ସେମିତି 4/7ରେ 7ରେ କେତେ ଗୁଣିଲେ 210 ହେବ? 7ରେ 30। ଇଏ ବି 30 ଗୁଣିବ। ତଳ ଯାହା ଗୁଣିବ ମାନେ ଉପରେ ସେୟା ଗୁଣିବ, ନୁହେଁ ଉପରେ ଯାହା ଗୁଣିବ ତଳ ସେୟା ଗୁଣିବ। ତଳ ଯାହା ଗୁଣିବ ଉପରେ ସେୟା ଗୁଣିବ। ତାହେଲେ କେତେ ହେବ? 7 × 210, 4 3 12, 120। ଦେଖ ଛୁଆ, ଏବେ ତମ କାମ କ'ଣ ଦେଖ। ଏଇଟା ପାଇଲ 105/210, 140/210, 126/210, 120/210। ଏଇଥିରେ ଏବେ କୁହ ଛୁଆ, ସବୁଠୁ ସେ କହିଛି ମଧ୍ୟରେ ବୃହତ୍ତମ ପରିମେୟ ସଂଖ୍ୟା ସବୁଠୁ ବଡ଼ କୋଉଟା ହେବ କହିଲ ଛୁଆ? ସବୁଠୁ ବଡ଼ ସଂଖ୍ୟା କୋଉଟା ହେବ କହିଲ? ଯାହାର ଲବଟା କ'ଣ ଥିବ? ବଡ଼ ଥିବ, ସିଏ ହେଉଛି ବଡ଼ ସଂଖ୍ୟା। ଦେଖ ଲବ କାହାର ବଡ଼? 140। এইটা ବଡ଼ ହେବ ସବୁଠୁ, এইଟା ବଡ଼ ହେବ, ବୃହତ୍ତମ ଏଇଟା ହେବ। କ'ଣ ପାଇଁ? ନା 140 ଟଙ୍କାକୁ 210 ଜଣ ନେବେ। ସମସ୍ତଙ୍କ ଭାଗରେ ଯାହା ପଡ଼ିବ, ଏଇ ସବୁ 105 ଟଙ୍କାକୁ 210 ଜଣ ନେବେ, 126 ଟଙ୍କାକୁ 210 ଜଣ ନେବେ, 120 ଟଙ୍କାକୁ 210 ଜଣ ନେବେ। ଏମାନଙ୍କର ସବୁ କମ୍ ପଡ଼ିବ ନା ନାହିଁ? 140 ଟଙ୍କା ଅଧିକ ଟଙ୍କା ଅଛି, 210 ଜଣ ନେବେ। ତାହେଲେ ଏମାନଙ୍କର ଭାଗ ବେଶୀ ପଡ଼ିବ। ତାହେଲେ ଏଇ ସଂଖ୍ୟାଟା ବଡ଼ ଅଛି, ଏଇଟା ବଡ଼। ବୁଝିପାରିଲ? ତାହେଲେ ପରିମେୟ କେଉଁଠି ବୃହତ୍ତମ ପରିମେୟ ସଂଖ୍ୟା କେଉଁଠି? ତାହେଲେ ବୃହତ୍ତମ ହେବ 2/3, ଏଇଟା 2/3। VII ଦେଖ ମଧ୍ୟରେ ସେମ୍ ଜିନିଷ ଦେଇଛି। ସେ କହିଛି ଏ କ୍ଷୁଦ୍ରତମ ସଂଖ୍ୟା, କ୍ଷୁଦ୍ରତମ ଯାହାର ଲବ ସାନ ସିଏ କ୍ଷୁଦ୍ରତମ। ଲବ ସାନ କାହାର? ୟାର 105। ତାହେଲେ 105 1/2 ହେଉଛି କ୍ଷୁଦ୍ରତମ। ବୁଝିହେଲା? ଏମିତି କରିକି ସଲ୍ଭ କରିବ। ଆଉ ଖାତାରେ ସବୁ ଏମିତି କରିକି ସଲ୍ଭ କରିକି ଆଣିବ, ନୁହେଁ ସାର୍ ଏଇଟା VII ଏଇଟା 2/3, ସେମିତିଆ ନୁହଁ, ଏମିତି ସଲ୍ଭ ହେଇଥିବ ଯେମିତି ଖାତାରେ ଦେଖିବି। VIII 1ର ଯୋଗାତ୍ମକ ବିଲୋମୀ କେଉଁଠି? ଛୁଆ 1ର ଯୋଗାତ୍ମକ ବିଲୋମୀ ମାନେ ମିଶେଇଲେ କ'ଣ ହେବ? 0 ହେବ। ଯୋଗାତ୍ମକ ବିଲୋମୀ ମାନେ ମିଶେଇଲେ 0 ହେବ। 1ରେ କେତେ ମିଶେଇଲେ 0 ହେବ? 1ରେ -1 ମିଶେଇଲେ 0 ହେବ। ନିମ୍ନୋକ୍ତ ମଧ୍ୟରୁ କେଉଁ ଉକ୍ତିଟି ଅସତ୍ୟ? ଅସତ୍ୟ ମାନେ କ'ଣ? ଭୁଲ। ଅସତ୍ୟ ମାନେ ଭୁଲ। ଦେଖ ସେ ହେଉଛି P ଓ Q ମୌଳିକ ସଂଖ୍ୟା ହେଲେ P + Q ମଧ୍ୟ ଏକ ମୌଳିକ ସଂଖ୍ୟା।
P + Q ମଧ୍ୟ ଏକ ମୌଳିକ ସଂଖ୍ୟା ସେ କହୁଛି। ମନେକର P ଓ Q ମୌଳିକ ସଂଖ୍ୟା, ମନେକର ମୌଳିକ ସଂଖ୍ୟା ଗୋଟେ ନେଲି ମୁଁ 3, P ଆଉ Q ନେଲି କେତେ 5, ତାହେଲେ 3 + 5 କେତେ ହେବ 8। 8 ଗୋଟେ ମୌଳିକ ସଂଖ୍ୟା କି ଛୁଆ ନା, ଏଇ ଯୌଗିକ ସଂଖ୍ୟା, ୟାର 2ରୁ ଅଧିକ ଗୁଣନୀୟକ ଅଛି, ସେଇପାଇଁ ଏ ଯୌଗିକ ସଂଖ୍ୟା, ସିଏ କହୁଛି ମୌଳିକ ସଂଖ୍ୟା, ତାହେଲେ ଏଇଟା ଅସତ୍ୟ, ଏଇଟା ଏଇଟା ତମ ଆନ୍ସର ହବ। ବୁଝିହେଲା? ତମେ ଫାଷ୍ଟ କୋଉଗୁଡ଼ା ଆନ୍ସର ମୁଁ ବୁଝେଇଦେଲି, ତମର ଯେତେବେଳେ ରିଭିଜନ କରିବି ଏଇ ଯେଉଁ ରେଷ୍ଟ ଅପସନ୍ ଗୁଡ଼ା ରହୁନି, ଗୋଟେ ଅପସନରେ 4ଟା ରହୁଛି, ରେଷ୍ଟ ଅପସନ୍ ଗୁଡ଼ାକୁ ମୁଁ ସେତେବେଳେ ରିଭିଜନ ବେଳେ କହିବି କ'ଣ ପାଇଁ ଏଗୁଡ଼ା ମାନେ ଠିକ୍ ହେଲା। ଏବେ ଯଦି ମୁଁ କହିବି ତମେ କନଫ୍ୟୁଜ୍ ହେଇଯିବ, ତ ତମେ କେବଳ ଅସତ୍ୟ କହିଥିଲା ଏଇଟା କ'ଣ ପାଇଁ ହେଲା ମୁଁ ବୁଝେଇଲି, ଆଉ ଏଇଗୁଡ଼ା ଅପସନ୍ ଗୁଡ଼ାକୁ ମୁଁ ବର୍ତ୍ତମାନ କହୁନି, ଯେତେବେଳେ ରିଭିଜନ କରିବି ସେତେବେଳେ ମୁଁ ତୁମକୁ କହିବି, ସେତେବେଳେ ତମର ଟିକେ ଆଇଡ଼ିଆ ବି ଥିବ, ମୁଁ ସେତେବେଳେ ସବୁ କହିବି ଏଇ ଅପସନ୍ ଗୁଡ଼ା କ'ଣ କ'ଣ ପାଇଁ ଭୁଲ ହେଉଛି। ବୁଝିହେଲା ଛୁଆ? ସମସ୍ତେ ଭଲସେ ଦେଖିବ ଭିଡ଼ିଓଟାକୁ, ମୁଁ ଆଶା କରୁଛି ତମର 2A ଏଲଜେବ୍ରାର 9 କ୍ଲାସ୍ର 2Aଟା କମ୍ପ୍ଲିଟ୍ ହେଲା, 2Aଟା କମ୍ପ୍ଲିଟ୍ ହେଲା। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।